ଅଂଶ ଗୀତ ସଂହିତା ତାର 51 ଅଧ୍ୟାୟର 17 ପଦ। ଗୀତ ସଂହିତା ତାର 51 ଅଧ୍ୟାୟର 17 ପଦ କି ଯଦି ପାଉଛନ୍ତି ମୋ ସହିତ ପଢିବାରେ ସାହାଯ୍ୟ କରନ୍ତୁ। ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି। ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ। ପ୍ରଭୁଙ୍କର ଗୌରବ ହଉ। ଏହା ଆମମାନଙ୍କର ଦୈନନ୍ଦିନ ଜୀବନର ଗୋଟେ ଅଂଶ ପାଠ। ଏହା ଦାଉଦଙ୍କର ଉକ୍ତି। ଦାଉଦ ଯେତେବେଳେ ଗୋଟେ ଭୁଲ କାମ କରିଲେ, ଯେତେବେଳେ ଗୋଟିଏ ଈଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କଲେ, ତାଙ୍କର ଭୁଲକୁ ଦେଖେଇବା ପାଇଁ, ଯେତେବେଳେ ସେ ରାଜା ଥିଲେ ତାଙ୍କର ଭୁଲକୁ ଦେଖେଇବା ପାଇଁ ନାଥନ ଭବିଷ୍ୟତ ବକ୍ତାଙ୍କୁ ସଦାପ୍ରଭୁ ପରମେଶ୍ୱର ପ୍ରେରଣ କଲେ, ଯାହାକି ସାମୁଏଲ ପୁସ୍ତକରେ ଆମେ ପାଇବା। ତ ଯେତେବେଳେ ସାମୁଏଲ ପୁସ୍ତକରେ ଯେତେବେଳେ ଦେଖୁ ନାଥନ ଭବିଷ୍ୟତ ବକ୍ତା ଯେତେବେଳେ ଦାଉଦଙ୍କ ପାଖକୁ ଗଲେ ଏବଂ ତାଙ୍କୁ ନିଜର ଭୁଲକୁ ଯେତେବେଳେ ଆଉ ପ୍ରକାଶ କରୁଛନ୍ତି, ଦାଉଦ ଅନୁତାପ କରିଲେ ପ୍ରଭୁଙ୍କ ନିକଟରେ। ଦାଉଦ ଏ ପ୍ରକାର ଅନୁତାପ କଲେ ପ୍ରଭୁଙ୍କ ନିକଟରେ। 51 ଗୀତର ଯଦି ଆମେ ପଢୁ, ପ୍ରଭୁ ମୋ ଠାରୁ ତୁମର ଆତ୍ମା ନିଅ ନାହିଁ, ତୁମର ସ୍ୱଚ୍ଛନ୍ଦ ଆତ୍ମା ଦେଇ ମତେ ଧରି ରଖ, ତୁମର ଶାନ୍ତି ନିଅ ନାହିଁ, ଆନନ୍ଦ ନିଅ ନାହିଁ, ପରିତ୍ରାଣ ନିଅ ନାହିଁ। ଅନେକ ପ୍ରଭୁଙ୍କ ନିକଟରେ ଅନୁତାପ କରିଲେ, ପ୍ରଭୁଙ୍କ ନିକଟରେ କାନ୍ଦିଲେ, ପ୍ରଭୁଙ୍କ ନିକଟରେ ନିଜକୁ ଭାଙ୍ଗିଲେ ଏବଂ ଗୋଟିଏ ଉକ୍ତିରେ, ଗୋଟିଏ ସୋପାନରେ, ଗୋଟିଏ ରିଜଲ୍ଟରେ ଆସିକି ପହଞ୍ଚିଲେ ଏବଂ କହୁଛନ୍ତି ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ ଈଶ୍ୱରଙ୍କର ଗ୍ରାହ୍ୟ ବଳି। ଭାଙ୍ଗିବା ବିଷୟ ପ୍ରଭୁ ଗ୍ରହଣ କରନ୍ତି। ଦାଉଦ ନିଜେ ଅନୁତାପ କରିକି ଆଉ ସେ ଏଇ ଗୀତକୁ ଲେଖୁଛନ୍ତି ଯେ ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି ଅଟେ। ପରମେଶ୍ୱର ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣକୁ ତୁଚ୍ଛ କରନ୍ତି ନାହିଁ। ଆଜି ଏକ ପବିତ୍ର ଦିନରେ, ଏକ ମହାନ ପବିତ୍ର ଦିନରେ, ଏ ମାସର ପ୍ରଥମ ରବିବାର ଦିନରେ ଆମମାନେ ହୁଏତ ଅନେକ ମଣ୍ଡଳୀରେ ଆମମାନେ ପ୍ରଭୁ ଭୋଜର ଅଂଶୀ ଆମମାନେ ହେଉ। ସେହି ସ୍ଥାନରେ ଗୋଟିଏ ବିଷୟ କୁହାଯାଏ, ଆପଣା ଆପଣାକୁ ପରୀକ୍ଷା କରୁ, ଆପଣା ଆପଣାକୁ ପରୀକ୍ଷା କରୁ, ଅନୁତାପ କରୁ। ଦାଉଦ ଅନୁତାପ କରିଲେ ଗୋଟିଏ ସୋପାନରେ ଆସିକି ପହଞ୍ଚିକି କହୁଛନ୍ତି ଭଗ୍ନ ଆତ୍ମା ଈଶ୍ୱରଙ୍କର ଗ୍ରାହ୍ୟ ବଳି ଅଟେ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ, ପ୍ରଭୁଙ୍କର ଲୋକମାନେ, ଯଦି ଈଶ୍ୱରଙ୍କର ବିଷୟକୁ ଚିନ୍ତା କରାଯାଏ, ସେ ଏକ ଅଦ୍ଭୁତ, ଏକ ସୁନ୍ଦର ଈଶ୍ୱର, ଆଶ୍ଚର୍ଯ୍ୟ ଈଶ୍ୱର, ଏକ ମହାନ ଈଶ୍ୱର। ସେ ତାଙ୍କର କୌଣସି ଗୁଣ ନାହିଁ, ତାଙ୍କର କୌଣସି ଆଉ ତାଙ୍କୁ ଯେ ଆମେ ଦୋଷାରୋପ କରିବା ଏ ପ୍ରକାର କୌଣସି ବିଷୟ ନାହିଁ। ଏକ ସୁନ୍ଦର ଈଶ୍ୱର, ତାଙ୍କର ସୃଷ୍ଟିକୁ ମଧ୍ୟ ଯେତେବେଳେ ସେ ସୃଷ୍ଟି କରିଲେ ସମସ୍ତ ବିଷୟ ସୁନ୍ଦର ଅଟେ ଏବଂ ସେ ସୁନ୍ଦର ମଧ୍ୟରୁ ଯେତେବେଳେ ଦିନ ପ୍ରତିଦିନ ଗୋଟିଏ ଗୋଟିଏ ବିଷୟକୁ ସେ ସୃଷ୍ଟି କରୁଥିଲେ, ଦେଖୁଥିଲେ ଉତ୍ତମ ହେଲା, ଦେଖୁଥିଲେ ଉତ୍ତମ ହେଲା, ଆଜି ଗୋଟିଏ କରିଲେ ଉତ୍ତମ, କାଲି ଗୋଟିଏ କରିଲେ ଉତ୍ତମ, ସବୁ ବିଷୟକୁ ଉତ୍ତମ ଉତ୍ତମ। ଯେତେବେଳେ ମନୁଷ୍ୟକୁ ସଦାପ୍ରଭୁ ପରମେଶ୍ୱର ନିର୍ମାଣ କରୁଛନ୍ତି, ଯେତେବେଳେ ନିର୍ମାଣ କରିଲା ପରେ ଯେତେବେଳେ ମନୁଷ୍ୟକୁ ଦେଖୁଛନ୍ତି, ଏହା ଅତି ଉତ୍ତମ ହୋଇଛି, ସମସ୍ତଙ୍କ ଠାରୁ ବେଟର ହେଇଛି। ମନୁଷ୍ୟକୁ ନିଜର ପ୍ରତିମୂର୍ତ୍ତିରେ ଗଢି ସେ କହୁଛନ୍ତି ଅତି ଉତ୍ତମ। ଏକ ଉତ୍ତମ ବିଷୟକୁ ପ୍ରଭୁ କୌଣସି ମନୁଷ୍ୟ, ପଶୁ, ପକ୍ଷୀ, ଯାହାର ଯେ ପ୍ରକାର ଜିନିଷ ଆମମାନଙ୍କ ଶରୀରରେ ଲାଗିବା ଦରକାର, ପ୍ରଭୁ କଣ କଲେ, ଆମମାନଙ୍କୁ ମାତାର ଉଦରରୁ ଆମମାନଙ୍କୁ ଗଢିଲେ। ସେ ମନୁଷ୍ୟକୁ ସେ ପ୍ରକାର ଗଢିଲେ, ନିର୍ମାଣ କରିଦେଲେ, ଗଠନ କରିଦେଲେ, କୌଣସି ବିଷୟ କ୍ଷୁଣ ରଖିଲେ ନାହିଁ କିମ୍ବା କୌଣସି ଦରପନ୍ତିଆ କରିକି କାର୍ଯ୍ୟ ରଖିଲେ ନାହିଁ, କୌଣସି ଖଣ୍ଡିଆ ଖାବରା କରିକି କୌଣସି କାର୍ଯ୍ୟ ରଖିଲେ ନାହିଁ। ସମସ୍ତ ବିଷୟ ସୁନ୍ଦର। ସେଇଥିପାଇଁ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ଅଟେ, ସେଥିପାଇଁ ମନୁଷ୍ୟ ସମସ୍ତଙ୍କ ଠାରୁ ସୁନ୍ଦର ଅଟେ, କାରଣ ତାହା ଈଶ୍ୱରଙ୍କର ହସ୍ତକୃତ କର୍ମ ଅଟେ। ଏକ ସୁନ୍ଦର ଈଶ୍ୱର ଏକ ସୁନ୍ଦର ମନୁଷ୍ୟକୁ, ସୁନ୍ଦର ସୃଷ୍ଟି ବିଷୟକୁ ଆଉ ସେ ସୃଷ୍ଟି କରିଲେ। କିନ୍ତୁ ଯେତେବେଳେ ଅଦ୍ଭୁତ ଲାଗେ ଏଇ ଚିନ୍ତାକୁ, ଏଇ ବିଷୟକୁ ଯେତେବେଳେ ଅଧ୍ୟୟନ କରେ, ଯେତେବେଳେ ପ୍ରଭୁ ସବୁ ବିଷୟକୁ ଏକ ସୁନ୍ଦର କରିକି ଗଢି ପାରୁଛନ୍ତି, ସୁନ୍ଦର କରି ସୃଷ୍ଟି କଲେ, ସୁନ୍ଦର କରିକି ନିର୍ମାଣ କଲେ, ସେ ପୁଣି ଚାହୁଁଛନ୍ତି ଭାଙ୍ଗିବା ବିଷୟକୁ ମୁଁ ପସନ୍ଦ କରେ। ଏହା
ଈଶ୍ୱରଙ୍କର ପ୍ରେମ ଏବଂ ଈଶ୍ୱରଙ୍କର କ୍ଷମାକୁ ଆମମାନଙ୍କୁ ପ୍ରତିପାଦିତ କରେ। ଯଦି ଗଭୀର ଭାବରେ ଚିନ୍ତା କରୁ, ଯୋଉ ପ୍ରଭୁ କି ମତେ ସୁନ୍ଦର କରିକି ଗଢିଲେ, ସେ କହୁଛନ୍ତି ବାପାରେ, ଧନରେ, ଭାଇରେ, ଝିଅରେ, ପୁଅରେ, ତୁ ନିଜକୁ ଭାଙ୍ଗିକି ଆ, ମୁଁ ଭାଙ୍ଗିବା ବିଷୟକୁ ଗ୍ରହଣ କରିବି। ଏକ ଅଦ୍ଭୁତ ଚିନ୍ତା ଈଶ୍ୱରଙ୍କର। ତୁମେ ଭାଙ୍ଗିକି ଆସ, ମୁଁ ଗ୍ରହଣ କରିବି। ତୁମେ ନିଜକୁ ଭାଙ୍ଗ। ପ୍ରଭୁଙ୍କର ଆହ୍ୱାନ, ଯିଏ ଭଗ୍ନ ଆତ୍ମା ଈଶ୍ୱରଙ୍କର ଗ୍ରାହ୍ୟ ବଳି ଅଟେ। ଆଜିର ମୁଖ୍ୟ ପ୍ରସଙ୍ଗ, ପ୍ରଭୁଙ୍କର ଆହ୍ୱାନ, ଭାଙ୍ଗିକି ଆଣ, ଭାଙ୍ଗିକି ଆସ। ପ୍ରଭୁଙ୍କର ଆହ୍ୱାନ ଆଜିର ରବିବାର ଦିନରେ, ଆଜିର ପ୍ରସଙ୍ଗରେ ମୁଁ ଏ ପ୍ରକାର ନେଇଛି। ପ୍ରଭୁ କହୁଛନ୍ତି ତୁମେ ଭାଙ୍ଗିକି ଆସ। କାହିଁକି ପ୍ରଭୁ ଭାଙ୍ଗିବା ବିଷୟକୁ ଚାହୁଁଛନ୍ତି? ସେ ତ ଏକ ସୁନ୍ଦର, ସବୁ ବିଷୟକୁ ସୁନ୍ଦର କରିକି ସୃଷ୍ଟି କରିବା ଈଶ୍ୱର, ଏକ ଭାଙ୍ଗିବା ବିଷୟକୁ ପସନ୍ଦ, ଏକ ଭଗ୍ନଚୂର୍ଣ୍ଣ ଅନ୍ତଃକରଣକୁ ପସନ୍ଦ କରୁଛନ୍ତି। ସେ କହୁଛନ୍ତି ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ଈଶ୍ୱରଙ୍କର ଗ୍ରାହ୍ୟ ବଳି ସେ ତୁଚ୍ଛ କରନ୍ତି ନାହିଁ। ଯେତେବେଳେ ଦାଉଦ ନିଜକୁ ଭାଙ୍ଗିଲେ, ଏକ ଭଙ୍ଗା ପାତ୍ର ଥିଲେ ଦାଉଦ, ଏକ ଅନୁତାପ କରିକି ଭାଙ୍ଗି ଦେଇଥିଲେ। ଯୋସେଫ ଘୃଣାର ପାତ୍ର ଥିଲେ। ଯେତେବେଳେ ଆୟୁବଙ୍କ କଥା ଚିନ୍ତା କରୁ, ଆୟୁବ ଗୋଟିଏ ଦୁଃଖର ପାତ୍ର ଥିଲେ। ସେ ତାଙ୍କ ଜୀବନର ଦୁଃଖ। ଗିଦିଓନ ଏକ ଛୋଟ ପାତ୍ର ଥିଲେ। ଏମାନେ କଣ କରୁଛନ୍ତି? ପରମେଶ୍ୱରଙ୍କ ନିକଟରେ ଠିକ ଭାବରେ ରହିଲେ। ତ ଆଜି ଚିନ୍ତା କରିବା ଯେ ପ୍ରଭୁ କଣ ପାଇଁ ଚାହୁଁଛନ୍ତି ଭାଙ୍ଗିବା ବିଷୟ। ପ୍ରଭୁ କାହିଁକି ଚାହୁଁଛନ୍ତି ଭାଙ୍ଗିକି ଆଣ, ଭାଙ୍ଗିକି ଆସ? ହ୍ୱାଟ ଇଜ ଦ ରିଜନ? ପ୍ରଭୁଙ୍କର କଣ ରିଜନ ରହିଛି? ମୁଁ 2-3ଟା ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଯଦି ମୋ ସହିତ ପ୍ରଥମ ବିଷୟ ଖୋଲନ୍ତୁ, ପୁସ୍ତକ, ଜିରିମିୟ ପୁସ୍ତକ 31 ଅଧ୍ୟାୟର 4 ପଦ। ଜିରିମିୟ ପୁସ୍ତକ 31 ଅଧ୍ୟାୟର 4 ପଦ ପଢନ୍ତୁ। ଏହି ସ୍ଥାନରେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା हे इस्राएल कुमारी, आम्भे तुम्भको पुनर्बार गढ़िबा और तुम्भे गढ़ा जीव। तुम्भे पुनर्बार अपना डबल रे विभूषिता हेबो और आनंदकारी मानक संगे नृत्य करी गमन करिब। धन्यवाद। प्रभु ସେଇଥିପାଇଁ ଚାହୁଁଛନ୍ତି ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢିବା, ସେ ରିପାରିଂ କରିବା ପାଇଁ ଚାହୁଁଛନ୍ତି। ତୁମେ ଯଦି ଭାଙ୍ଗିକି ଆଣିବ, ମୁଁ ତୁମକୁ କଣ କରିବି? ରିପାର କରିବି। ମୁଁ ତୁମକୁ ରିପାରିଂ କରିବି। ମୁଁ ତୁମକୁ ପୁନର୍ବାର ନୂଆ କରିକି ଗଠନ କରିଦେବି। ପ୍ରଭୁ କହୁଛନ୍ତି ଇସ୍ରାଏଲ ଲୋକମାନଙ୍କୁ, ଏ ଇସ୍ରାଏଲ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢିବା। ଗଢିଥିଲୁ ସତ, କିନ୍ତୁ ତୁମ ଜୀବନରେ ଯୋଉ କାର୍ଯ୍ୟ କରିଲ, ଯୋଉ ତୁମ ଜୀବନରେ ପାପ କଲ, ତୁମ ଜୀବନରେ ତୁମେ ବିନଷ୍ଟ ହେଲ, ତ ପ୍ରଭୁଙ୍କର ଆହ୍ୱାନ ପୁନର୍ବାର କହୁଛନ୍ତି ଯେ ତୁମେ ଯଦି ଭାଙ୍ଗିକି ଆସିବ, ଆମ୍ଭେ ତୁମକୁ ପୁନର୍ବାର ଗଢିବା। ସେ ରିପେୟାର କରିବାର ପରମେଶ୍ୱର। ତାଙ୍କ ପାଖରେ ସେଇ ମେସିନ ସବୁ ଅଛି, ତାଙ୍କ ପାଖରେ ସେଇ ତରିକା ସବୁ ଅଛି। ତାଙ୍କର ଇଚ୍ଛା ଅନୁସାରେ ସେ ଆମକୁ ଗଠନ କରିବା ପାଇଁ ଚାହୁଁଛନ୍ତି ଏବଂ କହୁଛନ୍ତି ଭାଙ୍ଗିକି ଆସ। ତାଙ୍କର ମନ ମୁତାବକ, ତାଙ୍କର ଇଚ୍ଛା ଅନୁସାରେ ସେ ଚାହୁଁଛନ୍ତି ଆମ୍ଭେ ତୁମକୁ ଗଠନ କରିଦେବା। କାରଣ ଯିଶାୟ ଭବିଷ୍ୟତ ବକ୍ତା ତାର 64 ଅଧ୍ୟାୟର 8 ପଦରେ ଏ ପ୍ରକାର ଲେଖାଯାଏ, ମାତ୍ର ହେ ସଦା ପ୍ରଭୁ, ତୁମ୍ଭେ ଆମ୍ଭ ମାନଙ୍କର ପିତା ଅଟ, ଆମ୍ଭେ ମାନେ ମୃତ୍ତିକା, ତୁମ୍ଭେ ଆମ୍ଭ ମାନଙ୍କର କୁମ୍ଭକାର, ପୁଣି ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ ଅଟୁ। ପ୍ରଭୁ ଏକ କୁମ୍ଭକାର ସଦୃଶ୍ୟ। ଯେତେବେଳେ ଆପଣ ମାନେ ଯେତେବେଳେ ଖୋଳିବେ ଜିରିମିୟ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ 18 ଅଧ୍ୟାୟ, ଯେତେବେଳେ ପଢିବେ ଜିରିମିୟ ଭବିଷ୍ୟତ ବକ୍ତାଙ୍କୁ ସଦା ପ୍ରଭୁ ପରମେଶ୍ୱର କହୁଛନ୍ତି, ଜିରିମିୟ ତୁମେ କଣ କୁମ୍ଭକାରର କର୍ମ ସବୁ ଦେଖିଛ କି? ଯେତେବେଳେ ଜିରିମିୟଙ୍କୁ ପଠାଗଲା, ଯେତେବେଳେ ଜିରିମିୟ ଯାଇକି ଦେଖୁଛନ୍ତି କୁମ୍ଭକାରର କର୍ମ ସବୁ, କୁମ୍ଭକାର ବିଭିନ୍ନ ପ୍ରକାର ପାତ୍ରକୁ ପ୍ରସ୍ତୁତ କରୁଛନ୍ତି, ବିଭିନ୍ନ ପ୍ରକାରର ଆଉ ମାଟିର ପାତ୍ରକୁ ପ୍ରସ୍ତୁତ କରିବା ବେଳେ ଯେତେବେଳେ ଗୋଟିଏ ବିଗିଡି ଯାଉଛି, ପୁନର୍ବାର
ନୂଆ ନୂଆ ବିଭିନ୍ନ ପ୍ରକାରର ଆଉ ଆଉ ପାତ୍ର ସବୁ ତିଆରି କରୁଛନ୍ତି। ଜିରିମିୟଙ୍କୁ ପୁନର୍ବାର ସଦାପ୍ରଭୁ ପରମେଶ୍ୱର କହିଲେ, ଜିରିମିୟ ତୁମେ ଯିବ ସେଇ ସ୍ଥାନରୁ ଗୋଟେ ପାତ୍ର କିଣିକି ଆଣ, ଏବଂ କହୁଛନ୍ତି ଆମ୍ଭେ ସେଇ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ମାନଙ୍କର କୁମ୍ଭକାର ଅଟୁ, ଆମ୍ଭେ ତୁମକୁ ଗଠନ କରିବା, ଆମ୍ଭେ ତୁମକୁ ନୂଆ କରିବା। ଜିହିଜିକଲ ପୁସ୍ତକରେ ସେଇଥିପାଇଁ ଆଉ ଲେଖାଯାଏ ଯେ ପ୍ରଭୁ ଆମ ହୃଦୟକୁ ସେ କଣ କରନ୍ତି, ଗଢନ୍ତି। ଜିହିଜିକଲ ପୁସ୍ତକରେ 36 ଅଧ୍ୟାୟ ଯେତେବେଳେ ଲେଖିବେ ଦେଖିବେ 26 ପଦରେ ଯେ ପ୍ରଭୁ କହୁଛନ୍ତି ଆମ୍ଭେ ତୁମ୍ଭ ମାନଙ୍କୁ ଏକ ନୂଆ ଆତ୍ମା ଦେବା, ଆମ୍ଭେ ତୁମ୍ଭ ମାନଙ୍କ ଅନ୍ତରରୁ ପ୍ରସ୍ତରମୟ ଆତ୍ମାକୁ, ପ୍ରସ୍ତରମୟ ହୃଦୟକୁ ବାହାର କରି ଏକ ମାଂସମୟ ହୃଦୟ ଦେବା। ଯୋଉ ହୃଦୟ କି ତୁମର କଠିନ ଥିଲା, ଯୋଉ ହୃଦୟ କି ପଥର ପରି ଥିଲା, ଯୋଉ ହୃଦୟ କି ତୁମେ କଠିନ ଭାବରେ ଜୀବନ କାଟୁଥିଲ, ଯଦି ଭାଙ୍ଗିକି ଆସିବ ଆମେ ତୁମକୁ ନୂଆ ଆତ୍ମା ଦେବା, ଏକ ନୂଆ ହୃଦୟ ତୁମ ଅନ୍ତରରେ ଆମେ ସ୍ଥାପନ କରିବା। ପ୍ରକାଶିତ ପୁସ୍ତକରେ ଲେଖାଯାଏ ଆମ୍ଭେ ନୂଆ ନାମ ତୁମର ଅନ୍ତରରେ ଦେବା। ପ୍ରଭୁ କହୁଛନ୍ତି ଆମେ ନୂଆ କରିକି ଗଠନ କରିଦେବା। ଯୋଉ ପାର୍ଟ ସବୁ ତୁମର ଅଦରକାରୀ ହଉଛି, ଯୋଉ ପାର୍ଟ ସବୁ ତୁମର ବିଘ୍ନର କାରଣ ହଉଛି, ସେ ପାର୍ଟସ କୁ ବାହାର କରିକି ଆଉ ନୂଆ ପାର୍ଟ ସବୁ ଆମେ ତୁମର ଶରୀରରେ, ତୁମର ଆତ୍ମାରେ ଆଡ କରିଦବା, ଯୋଗ କରିଦବା, ସଂଯୁକ୍ତ କରିଦବା, ଯଦ୍ୱାରା ତୁମେ ଆତ୍ମିକରେ ବଳବାନ ହବ, ଯଦ୍ୱାରା ତୁମେ ଆମ ସହିତ ଠିକ ଭାବରେ ଚାଲିପାରିବ, ଯଦ୍ୱାରା ତୁମେ ଆତ୍ମିକ ଭାବରେ ଠିକ ଭାବରେ ରହିପାରିବ। ସେଇଥିପାଇଁ ପ୍ରଭୁ କହୁଛନ୍ତି ଯଦି ତୁମେ ଭାଙ୍ଗିବ ଆମେ ପୁନର୍ବାର ତୁମକୁ ଗଠନ କରିଦେବା। ପ୍ରଭୁ ଆମମାନଙ୍କୁ ନୂଆ ନାମ ବି ଦେବେ, ନୂଆ ଆତ୍ମା ବି ଦେବେ, ନୂଆ ହୃଦୟ ଦେବେ। ପ୍ରଭୁ ଗଢିବାର ଈଶ୍ୱର, ତାଙ୍କ ପାଖରେ ଗଢିବାର ତରିକା ସବୁ ଅଛି। ପ୍ରଭୁଙ୍କୁ ଆମେ ଯେତେବେଳେ ଭାଙ୍ଗିକି କହୁ ପ୍ରଭୁ ମୁଁ ତୁମ ନିକଟରେ ନିଜକୁ ସମର୍ପଣ କରୁଛି, ତୁମର ମନ ମୁତାବକ ତୁମ ଇଚ୍ଛା ଅନୁସାରେ ମତେ ତୁମେ ଭାଙ୍ଗ ପ୍ରଭୁ, ମତେ ତୁମେ ଗଢି ଦିଅ ପ୍ରଭୁ। ଯେତେବେଳେ ଆଉ ଅନେକ ପ୍ରଭୁଙ୍କର ଲୋକମାନେ ଯେତେବେଳେ ନିଜକୁ ଭାଙ୍ଗିଲେ, ଅବ୍ରାହମକୁ ପ୍ରଭୁ ନୂଆ ନାମ ଦେଲେ। ଅବ୍ରାହମଙ୍କର ନାମ ଥିଲା ଅବ୍ରାମ, ପ୍ରଭୁ ତାକୁ ଅବ୍ରାହମ ଦେଲେ। ଯାକୁବଙ୍କର ନାମ ଥିଲା ଯାକୁବ, ପ୍ରଭୁ ତାକୁ ଇସ୍ରାଏଲ ନାମରେ ନାମିତ କଲେ। ପାଉଲଙ୍କର ନାମ ସାଉଲ ଥିଲା, ପ୍ରଭୁ ତାଙ୍କୁ ପାଉଲ ଭାବରେ ପରିଚିତ କରେଇଦେଲେ। ପ୍ରଭୁ ନୂଆ କରିକି ଗଠନ କରିଦିଅନ୍ତି। ଯାକୁବ ଯେତେବେଳେ ମାମୁଁ ଘରୁ ଫେରୁଛନ୍ତି, ଯେତେବେଳେ ମାମୁଁ ଘରୁ ଫେରିଲା ବେଳେ ଯେତେବେଳେ ଗୋଟିଏ ଘାଟିରେ ଈଶ୍ୱରଙ୍କ ସହିତ ସାକ୍ଷାତ କରୁଛନ୍ତି, ଯେତେବେଳେ ଈଶ୍ୱରଙ୍କ ସହିତ ତାଙ୍କର ସାକ୍ଷାତ ହଉଛି, ପ୍ରଭୁଙ୍କୁ କହୁଛନ୍ତି ପ୍ରଭୁ ଆଶୀର୍ବାଦ କର, ନହେଲେ ମୁଁ ତୁମକୁ ଛାଡିବି ନାହିଁ। ଯାକୁବଙ୍କୁ ପ୍ରଭୁ ଗୋଟିଏ ବିଷୟ ପଚାରିଲେ, ତୁମ ନାଁ କଣ? କାରଣ ସେଇ ନାଁ ଦ୍ୱାରା ଅନେକ ବିଷୟରେ ସେ ଠକିଥିଲେ। ଯେତେବେଳେ ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ, ତାଙ୍କର ନାଁ ଚେଞ୍ଜ ହେଲା, ତାଙ୍କର ଚରିତ୍ର ଚେଞ୍ଜ ହେଲା, ତାଙ୍କର ସବୁ ବିଷୟ ଚେଞ୍ଜ କରିଦେଲେ ପ୍ରଭୁ। ଯେତେବେଳେ ଯାକୁବ ଈଶ୍ୱରଙ୍କ ସହିତ ସାକ୍ଷାତ କଲା ପରେ ଯେତେବେଳେ ଭାଇଙ୍କ ସହିତ ଭେଟ ହଉଛନ୍ତି, ସେ ଭୂମିଷ୍ଠ ପ୍ରଣାମ କରୁଛନ୍ତି। 7 ଥର ଲେଖାଯାଏ, 7 ଥର ଭୂମିଷ୍ଠ ପ୍ରଣାମ କରିକି ଭାଇଙ୍କ ପାଖକୁ ଯାଉଛନ୍ତି। ଏହା ହିଁ ପ୍ରଭୁଙ୍କର ଗଠନର କାର୍ଯ୍ୟ। ଜଣେ ଯଦି କଠିନ ଥିବ, ଜଣେ ଯଦି ଗର୍ବୀ ଥିବ, ପ୍ରଭୁ ତାକୁ ନମ୍ର କରିଦେବେ। ଯାକୁବ ନମ୍ର ନଥିଲେ, ସବୁବେଳେ ବଡ ହେବା ପାଇଁ ଚାହୁଁଥିଲେ। ସେଇଥିପାଇଁ ପ୍ରଭୁ ତାଙ୍କୁ କଣ କଲେ, ଏ ପ୍ରକାର ବିଷୟ କରିଦେଲେ। ସେ ନମ୍ର ହଉଛନ୍ତି, ଭାଇଙ୍କ ସହିତ ମିଳନ କରୁଛନ୍ତି, ଭାଇଙ୍କୁ କ୍ଷମା ଦଉଛନ୍ତି, ଭାଇଙ୍କୁ ନିଜର ପ୍ରପର୍ଟି ଦାନ କରୁଛନ୍ତି। ଏକ ଦାନ ଦେବାର ବ୍ୟକ୍ତି ହେଇଗଲେ। ଯିଏକି ସବୁବେଳେ ନେବାର ବ୍ୟକ୍ତି ଥିଲା, ସେ ଦେବାର ବ୍ୟକ୍ତି ହେଇଗଲା। ଯିଏକି ସବୁବେଳେ ଉଚ୍ଚ ହେଉଥିବାର ବ୍ୟକ୍ତି, ସେ ସବୁବେଳେ ପ୍ରଭୁ ଏହି ପ୍ରକାର ତାକୁ କରିଦେଲେ। ସେ ନିଜକୁ ନମ୍ର କରୁଛନ୍ତି। ଯିଏକି ଭାଇଙ୍କ ଠାରୁ ବିଚ୍ଛିନ୍ନ ଥିଲା, ପରିବାର ଠାରୁ ବିଚ୍ଛିନ୍ନ ଥିଲା, ପ୍ରଭୁ ତାଙ୍କୁ କଣ କରୁଛନ୍ତି, ମିଶେଇ ଦଉଛନ୍ତି। ଏକ ମିଳନର ଆତ୍ମା, ଏକ କ୍ଷମାର ଆତ୍ମା, ଏକ ନମ୍ରର ଆତ୍ମା, ଏକ ଦେବାର ଆତ୍ମା ତାଙ୍କର ହେଇଯାଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲରେ ବାକ୍ୟକୁ ଅନେକ ପ୍ରକାର ବିଷୟ ବୋଲି ଲେଖାଯାଏ। ଜିରିମିୟ ପୁସ୍ତକରେ ଲେଖା ହେଇଛି, ବାଇବେଲ ବା ଈଶ୍ୱରଙ୍କର ବାକ୍ୟ ହାତୁଡ଼ି ସଦୃଶ୍ୟ। ତାହା ମାନଙ୍କୁ ଭାଙ୍ଗେ, ଯଦି ଯେ ଅନ୍ତରକୁ ନିଏ ନା, ତାକୁ ସେଇ ବାକ୍ୟ ଭାଙ୍ଗେ। ଈଶ୍ୱରଙ୍କର ବାକ୍ୟ ଲେଖାଯାଏ ଯେ ଈଶ୍ୱରଙ୍କର ବାକ୍ୟ ଆମକୁ କଣ କରେ, ବାକ୍ୟ ପରିଷ୍କୃତ କରେ।
एफिसियो पुस्तक 5:26 लिखा जाए, जोहन 17:17 लिखाई ईश्वर वाक्य आमन को पवित्र करे, आमन को भांगे परिष्कृत करे। जेते बेले गोटे कुंभकार माटी को चकटे ताकू समस्त विषय परिष्कार कला परे तार चक्री रे जे प्रकार बुलाए, से परि ईश्वरंकर वाक्य आमन को भांगे, ईश्वरंकर वाक्य आमन को परिष्कार करे। ईश्वरंकर वाक्य आंभ मानन को कोन करे, पवित्र करी। ईश्वरंकर वाक्य लेखा जाए प्रेरित 20 अध्यायर 32 पदरे ईश्वरंकर वाक्य आमन को गठन करे, निष्ठावान करे। ईश्वर आमन को भांगती, ईश्वरंकर वाक्य भांगे, ईश्वरंकर वाक्य आमन को परिष्कार परिच्छन्न कला परे ईश्वरंकर वाक्य मध्ये आमन को गठन करे। एक निष्ठावान जीवन, एक ख्रीष्टीय उत्तम जीवन बंचिबा पई ईश्वरंकर वाक्य आमन को सहायता करे। मोर प्रिय प्रभुंक लोक माने, अनेक लोक से दिन भांगी पारिले ना, निजको से माने भांगी पारिले ना, से माने सेही प्रकार रही गले। जदि आमे भांगू, प्रभु मु भांगी कि आज आसुछि, आज परि दिन रे, आज परि पवित्र दिन रे मु प्रभु तुम निकट रे निजको भांगी कि आसुछि, मते तुमर इच्छा अनुसार गढ़ी दियो प्रभु, तुमर मन मुताबिक मते गढ़ी दियो, तुमर एक सुंदर भाव रे पात्र पात्री भाव रे मते गढ़ी दियो प्रभु। सेठी पाई प्रभु कहउछन्ते आम्भे तुमको पुनर्बार गठन करिबा। तुमर गठन ए प्रकार थिला, तथापि तुमे जदि भांगी कि आसीबो आम्भे तुमको पुनर्बार गठन करिबा। होशे पुस्तक जदि केतेबेले पढिबे 10 अध्याय 12 पद पढिबे, होशे पुस्तक 10 अध्याय 12 पद रे प्रकार लिखा जाए, होशे भविष्यत वक्ता इस्राएल लोक मान को भविष्यत बाणी कहउछन्ती, आपना आपना कठिन पड़िया भूमि सबको तुमे भांग। जदि तुमे कठिन पड़िया भूमि को भांगिब, ईश्वर वर्षा करती, ईश्वर सेठी बीज बुणती, ईश्वर सेठी फल उत्पन्न करती। जदि आमनकर पड़िया भूमि को जदि भांगिबा, आमनकर हृदय को, आमनकर मन को जहा कठिन विषय जदि भांगी कि आमे प्रभुंक निकट को नहीं जाओ, प्रभु नुआ करके गठन कर देबे। एक नुआ व्यक्ति हि जिबा, एक नुआ चरित्र हि जिवो, एक नुआ विषय हि जिवो, जहा आश्चर्यर विषय, जहा आश्चर्यर विषय। मोर प्रिय प्रभुंकर लोक माने जदि आमे भांगू, प्रभु कहउछन्ती आमे रिपेयरिंग करबा, आमे तुमको पुनर्बार गठन कर देबा। द्वितीय विषय टिके जल्दी जल्दी मु जीवा पाई चाहेबी। जोहन पुस्तक तार 6 अध्याय 12 पद टिके पढन। जोहन पुस्तक 6 अध्याय 12 पद बहुत सुपरिचित अंश। जेतेबेले आ यीशु ख्रीष्ट जेतेबेले आ 1000 लोक को जेतेबेले खुआइले, जेतेबेले 5000 लोक परितृप्त होबा पर्यंत खाइले, आउ सेमाने परितृप्त होते से अपना शिष्य मान को कहले, जेपरि किछि नष्ट न हुए एथि निमंते पड़िथिबा भंगा खंड गुड़िक एकाठी कर। प्रभु भांगिवा विषय को कौन करती, जत्न करती। प्रभु केयरिंग करती, रिपेयरिंग करती एवं केयरिंग करती। ए स्थान रे अति सुपरिचित एटा आमनकर संडे स्कूल समय रो घटना सब। जेतेबेले मु अध्ययन करथि, प्रभु गोटे विषय को मते आउ सेही जगह ऊपर चक्षु को नेउथिले बारंबार बारंबार, जे प्रभु कहउछन्ती से भंगा खंड जाक को उठाओ, तुम टोकई रे भर्ती करो। प्रभु जेतेबेले सेही 5टा रोटी 2टी माछ हुए तो कम थिला, ताकू नेले हस्तरे, ताकू आशीर्वाद करूछन्ती, ताकू भांगुछन्ती, ताकू परिवेशन करिबा पई दउछन्ती। जदि आमने भांगू, प्रभु कोन करन्ती, परिवेशन करि दियंती, अनेक लोकंक निकट रे परितृप्त करि दियंती, अनेक लोकंक निकट रे आमन को बांटी दियंती। जदि आमे कठिन होई कि रहिबा, जदि एका होई कि रहिबा, आमको प्रभु केबे मध्ये अन्य पाख को नेकी जिबे नाय। प्रभु कौन कले, से रुटी को भांगी कि कौन करछन्ती, समस्त को कहउछन्ती दियो, वो तो देई थांदा गोटा गोटा। से लेखा जाय ब्लेसिंग कला परे भांगिले एवं भांगिबा विषय को प्रभु कहउछन्ती दियो, एवं केते समस्त परितृप्त हला खाइला परे मध्ये एते गहली मु चिंता करथिली गत रात्रि बसी कि प्रभुंकर दृष्टि थिला से भंगा खंड पाखरे, प्रभुंकर दृष्टि थिला से भांगिबा विषय पाखरे। शिष्य माने कहले, हाँ गुरु बहुत आश्चर्य कार्य हला, खुशी मनरे समस्त जेतेबेले जे जार गले, जे जार खाइले पीले परितृप्त हला परे, जे जार गला परे शिष्य माने अंटा भेड़िकी बाहरी पड़ुछन्ती, चलो एथर आ गोटे स्थान को जीवा। किंतु जीशुंकर लक्ष्य गोटे स्थान रे पड़िथिबा भंगा खंड पाखरे। केते घटना हे जाउची, एते सब विषय हेउची, जीशुंकर
କରିଛନ୍ତି ଆପଣ କେତେବେଳେ? ମୁଁ ଯେତେବେଳେ ଚିନ୍ତା କରୁଥିଲି ସେଇ ଭଙ୍ଗା କୋଠ ପାଖରେ ପ୍ରଭୁଙ୍କର ଦୃଷ୍ଟି ଅଛି, କହୁଛନ୍ତି ଏ ବାପା ଏ ଭାଇ ମାନେ କୁଆଡେ ପଳେଇ ଯାଉଛ, ରୁହ ରୁହ ରୁହ, ସେ ଭଙ୍ଗା ଖଣ୍ଡକୁ ଉଠା, କହୁଛନ୍ତି ସେ ଭଙ୍ଗା ଖଣ୍ଡକୁ ସାଇତି କରିକି ରଖ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଦେଖ, ଈଶ୍ୱର ଆମମାନଙ୍କର ଯତ୍ନ ନେବାର ପରମେଶ୍ୱର ଅଟନ୍ତି। ସେ ଭଙ୍ଗା ଖଣ୍ଡକୁ ଉଠେଇକି ଟୋକେଇରେ ରଖନ୍ତି। ଯଦି ଆପଣ ମାନେ ଭାଙ୍ଗିବେ, ଯଦି ଆପଣ ମାନେ ଭାଙ୍ଗିକି ଯିବେ, ପ୍ରଭୁ ଆପଣଙ୍କୁ ତାଙ୍କର ଟୋକେଇରେ ତାଙ୍କର ଖୁଆଡ ମଧ୍ୟରେ ରଖିବେ। ଯଦି ଆମେ ଭାଙ୍ଗିବା ନାହିଁ, ଯଦି ଆମେ କଠିନ ହବା, ପ୍ରଭୁ ଆମକୁ କେବେ ମଧ୍ୟ ତାଙ୍କର ଟୋକେଇ ଭିତରେ ତାଙ୍କର ଖୁଆଡ ଭିତରେ ରଖିବେ ନାହିଁ। କାରଣ ଗତ ଦିନ ମାନଙ୍କରେ ପ୍ରଭୁଙ୍କର ଦାସ ଯେତେବେଳେ ବିନୟ ଆଜ୍ଞା ଯେତେବେଳେ ବାଇବଲ ଷ୍ଟଡି କରୁଥିଲେ, ଗୋଟିଏ କଥା କହୁଥିଲେ, ଯଦି ଆମ୍ଭେ ଉଦ୍ଗାର କରିବାକୁ ଯାଉଅଛୁ, ସେଇ କଥା ମତେ ଗତ ରାତ୍ରିରେ ମନେ ପଡୁଥିଲା। ଯଦି ଆମେ ଭାଙ୍ଗିବା, ପ୍ରଭୁ ତାଙ୍କର ଖୁଆଡ ଭିତରେ ରଖିବେ ପ୍ରଭୁ। ଯଦି ଆମେ ଭାଙ୍ଗିବା ନାହିଁ, ସେଇ ଦିନର ମେସେଜ ମୁଁ ବାରମ୍ବାର ୟାଦ କରୁଥିଲି, ମନେ ପକାଉଥିଲି। ପ୍ରଭୁ ଯଦି ୟୁଜଫୁଲ ହବା ନାହିଁ, ପ୍ରଭୁଙ୍କର ଯୋଗ୍ୟତା ଯଦି ହବା ନାହିଁ, ପ୍ରଭୁ କଣ କରିବେ? ଉଦ୍ଗାର କରିଦେବେ, ତାଙ୍କର ଖୁଆଡ ଭିତରୁ ବାହାର କରିଦେବେ। ଅତି ଯତ୍ନ ହେବା ଦରକାର ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଯଦି ଭାଙ୍ଗୁଆ ମାନେ ପ୍ରଭୁ କହୁଛନ୍ତି ଆମ୍ଭେ ତାହାକୁ କଣ କରିବା? କେରିଂ କରିବା, ଏକ ଯତ୍ନ ଭାବରେ ରଖିବା। ହୁଏତ ଛୋଟ ବିଷୟ ହେଇପାରେ, ହୁଏତ ଭଙ୍ଗା ବିଷୟ ହେଇପାରେ, ହୁଏତ ତାହା ଲୋକମାନଙ୍କର ଦଳା ଚକଟାର ବିଷୟ ହେଇପାରେ, କିନ୍ତୁ ପ୍ରଭୁ କହୁଛନ୍ତି ଆମେ ତାକୁ ସାଇତି ରଖିବା। ପ୍ରଭୁ କହୁଛନ୍ତି ଆମ୍ଭେ ତାହାକୁ ସାଇତି ରଖିବା। ପ୍ରଭୁ କଣ କଲେ? ସାଇତି ରଖିଲେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେତେବେଳେ ଗୋଟେ ପାପିନୀ ସ୍ତ୍ରୀ, ଲୁକ ପୁସ୍ତକ 7 ଅଧ୍ୟାୟରେ ଲେଖା ହେଇଛି, ପଛପଟ ଆସି ରୋଦନ କରୁଛନ୍ତି, କାନ୍ଦୁଛନ୍ତି ଜଣଙ୍କ ଘରେ, ଯୀଶୁଙ୍କର ପାଦ ନିକଟରେ ବସି ରୋଦନ କରୁଛନ୍ତି, କାନ୍ଦୁଛନ୍ତି, ନିଜର ହୃଦୟକୁ ଭାଙ୍ଗୁଛନ୍ତି। ହୃଦୟ ଭାଙ୍ଗିଲେ ହିଁ କାନ୍ଦ ଆସେ। ଯେ ପର୍ଯ୍ୟନ୍ତ ହୃଦୟ ଭାଙ୍ଗିବ ନାହିଁ, କେବେ ମଧ୍ୟ ଆମମାନଙ୍କର ଚକ୍ଷୁରୁ ଲୋତକ ଝରିବ ନାହିଁ। ଏକ ପାପିନୀ ସ୍ତ୍ରୀ ନିଜର ପାପ ପାଇଁ ଅନୁତାପ କରିକି ନିଜର ହୃଦୟକୁ ଭାଙ୍ଗୁଛନ୍ତି, ନିଜର ସୌନ୍ଦର୍ଯ୍ୟକୁ ଭାଙ୍ଗୁଛନ୍ତି, ନିଜର କେଶରେ ଯୀଶୁଙ୍କର ପାଦକୁ ପୋଛି ଦଉଛନ୍ତି, ଯାହାକି ସ୍ତ୍ରୀ ଲୋକମାନଙ୍କର ଭୂଷଣ ବୋଲି କୁହାଯାଏ, ସ୍ତ୍ରୀ ଲୋକମାନଙ୍କର ସୌନ୍ଦର୍ଯ୍ୟ ବୋଲିକି ସେମାନଙ୍କର କେଶକୁ କୁହାଯାଏ। ସେ କେଶକୁ ଯୀଶୁଙ୍କ ପାଦ ନିକଟରେ କଣ କରିଦଉଛନ୍ତି? ପୋଛି ଦଉଛନ୍ତି। এই ହୃଦୟକୁ ଭାଙ୍ଗିଲେ ନିଜର ସୌନ୍ଦର୍ଯ୍ୟକୁ ଭାଙ୍ଗି ଦଉଛନ୍ତି, ନିଜର ବହୁମୂଲ୍ୟ ବିଷୟ, ଯାହାକି ବହୁମୂଲ୍ୟ ପାତ୍ରରେ ଆଣିଥିଲେ, ବହୁମୂଲ୍ୟ ପାତ୍ରରେ ଥିବା ବହୁମୂଲ୍ୟ ସୁଗନ୍ଧି ଦ୍ରବ୍ୟକୁ ଭାଙ୍ଗିଦେଲେ ଏବଂ ପ୍ରଭୁଙ୍କ ନିକଟରେ ଢାଳି ଦଉଛନ୍ତି। ପ୍ରଭୁ କହିଲେ, ଗୋ ନାରୀ, ତୋର ପାପ କ୍ଷମା କରାଗଲା, ଶାନ୍ତିରେ ଚାଲିଯା। ଚିନ୍ତା କରନ୍ତୁ, ତାଙ୍କ ଜୀବନରେ ଜୀବନ ସାରା ଅଶାନ୍ତି, ତାଙ୍କ ଜୀବନରେ ଜୀବନ ସାରା ଅସୁରକ୍ଷିତ। କିଏ ତ କେତେ ପ୍ରକାର ଭାବରେ ତାଙ୍କୁ ୟୁଜ କରିଥିବେ, କିଏ ତ କେତେ ପ୍ରକାର କଥା ସେ ସ୍ତ୍ରୀ ଲୋକଙ୍କୁ କହିଥିବେ, କିଏ ତ କେତେ ପ୍ରକାର ଭାବରେ ତାଙ୍କୁ ଆଟାକ କରିଥିବେ, କିନ୍ତୁ ଯେତେବେଳେ ଯୀଶୁଙ୍କ ନିକଟକୁ ଆସିଲେ, 3 ପ୍ରକାର ଭାଙ୍ଗିଲେ। ସେ ନିଜର ହୃଦୟକୁ, ନିଜର ସୌନ୍ଦର୍ଯ୍ୟକୁ, ନିଜର ବହୁମୂଲ୍ୟ ବିଷୟକୁ ଯେତେବେଳେ ଭାଙ୍ଗୁଛନ୍ତି, ପ୍ରଭୁ ତାକୁ ଶାନ୍ତି ଦେଇକି, କ୍ଷମା ଦେଇକି ବିଦାୟ କରୁଛନ୍ତି। ପ୍ରଭୁ ସୁରକ୍ଷା ଦେଇଦେବେ, ପ୍ରଭୁ ସୁରକ୍ଷା ଦେଇଦେବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ ମାନେ ଭାଙ୍ଗିବେ, ପ୍ରଭୁ ଆପଣଙ୍କୁ ସୁରକ୍ଷା ଦେବେ। ଯଦି ଆପଣ ଭାଙ୍ଗିବେ, ପ୍ରଭୁ ଆପଣଙ୍କୁ କଣ କରିବେ? ରିଜର୍ଭ କରିକି ରଖିଦେବେ। ଯଦି ଆପଣ ଭାଙ୍ଗିବେ, ସେ ଆପଣଙ୍କୁ ପ୍ରଭୁ ତାଙ୍କର ଟୋକେଇରେ, ତାଙ୍କର ଖୁଆଡ ମଧ୍ୟରେ, ତାଙ୍କର ସମସ୍ତ ସୁରକ୍ଷିତ ସ୍ଥାନରେ, ତାଙ୍କର ହସ୍ତ ପାପୁଲିରେ ପ୍ରଭୁ ରଖିଦେବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଦାଉଦ ଯେତେବେଳେ ଭାଙ୍ଗିଲେ, ସାଉଲଙ୍କ ହସ୍ତରୁ ସେ ସୁରକ୍ଷା ପାଇଲେ। ଯେତେବେଳେ ଜୁନସ ଭାଙ୍ଗିଲେ, ଅନେକ ଯେତେବେଳେ ମାଛ ପେଟରୁ ଭାଙ୍ଗିଲେ, ଜୁନସଙ୍କୁ ପ୍ରଭୁ ମାଛଙ୍କୁ କହିଲେ ଉଦ୍ଗାର କରିଦେ ତାଙ୍କୁ। ଯଦି ଭାଙ୍ଗି ନଥାନ୍ତା, ହୁଏତ ତାଙ୍କର ଅବସ୍ଥା କଣ ହେଇଥାନ୍ତା। ସେ ମାଛ ପେଟରେ ହିଁ ପ୍ରଭୁ ତାଙ୍କୁ କଣ କରିଥାନ୍ତେ, ତାଙ୍କର ଆମମାନଙ୍କର ଚିନ୍ତାର ବାହାରେ। ଯଦି ଆମେ ଭାଙ୍ଗୁ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଦ୍ୱିତୀୟ ରାଜାବଳୀ 20 ଅଧ୍ୟାୟ ପଢିବେ, ଯେତେବେଳେ ହିଜିକିୟ ଯେତେବେଳେ ଗୋଟେ ଭୁଲ କରୁଛନ୍ତି, ଯେତେବେଳେ ତାଙ୍କ ପାଖକୁ ଜଣେ ଭବିଷ୍ୟତ ବକ୍ତା ଆସି କହୁଛନ୍ତି, ଆପଣା ଗୃହକୁ ସଜାଡ,
ଯେତେବେଳେ ହିଜିକିୟ ନିଜ ହୃଦୟକୁ ଭାଙ୍ଗୁଛନ୍ତି ଏବଂ କାନ୍ଥ ପଟ ଆପଣାର ମୁଖକୁ ରଖି କାନ୍ଦୁଛନ୍ତି ପ୍ରଭୁଙ୍କ ନିକଟରେ ନିଜକୁ ଭାଙ୍ଗିଲେ, ପ୍ରଭୁ ମୁଁ ଭୁଲ କରିଦେଇଛି। ପ୍ରଭୁ ତାଙ୍କର କାନ୍ଦକୁ, ତାଙ୍କର ଭଙ୍ଗର ଜୀବନକୁ ଦେଖି କହିଲେ, ତାଙ୍କୁ ଆଶୀର୍ବାଦ ପ୍ରକାର କଲେ, ହିଜିକିୟ 15 ବର୍ଷ ଅଧିକ ବଞ୍ଚିପାରିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ ଭାଙ୍ଗିବେ ନା, ପ୍ରଭୁ ଆପଣଙ୍କୁ ରିଜର୍ଭ କରିବେ। ଆପଣଙ୍କୁ ପ୍ରଭୁ ଏକ ସୁରକ୍ଷିତ ସ୍ଥାନରେ ରଖିଦେବେ। ପ୍ରଭୁ ଆପଣଙ୍କର ଜୀବନକୁ ଦୀର୍ଘାୟୁ ଦେଇ ପରିତୃପ୍ତ କରିବେ। ଲେଖାଯାଏ ମଲାଖି 3:17 ଲେଖାଯାଏ, ଆମ୍ଭେ ସେମାନଙ୍କୁ ଆମ୍ଭର ସଞ୍ଚିତ ଧନ କରିବା। ସଞ୍ଚିତ ଧନ ସୁରକ୍ଷିତ ସ୍ଥାନରେ ରହେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଅଧିକ ବିଷୟ କହିବା ପାଇଁ ଚାହେଁ ନାହିଁ। ପ୍ରଭୁ ଆମମାନଙ୍କୁ କଣ କରନ୍ତି? କ୍ୟାରିଂ କରିକି ରଖନ୍ତି, ଗୁଟେଇକି ରଖନ୍ତି। ଶିଷ୍ୟମାନଙ୍କୁ କହିଲେ, ତାକୁ ଗୁଟେଇକି ରଖ। ଆପଣ ମାନେ ଏବଂ ମୁଁ ପ୍ରଭୁଙ୍କର ସଞ୍ଚିତ ଧନ। ଆପଣ ମାନେ ଏବଂ ମୁଁ ପ୍ରଭୁଙ୍କର ବହୁମୂଲ୍ୟ ବିଷୟ ଅଟୁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ବିନଷ୍ଟ ହେବା ପାଇଁ ଦେବେ ନାହିଁ। ସେଇ ଖଣ୍ଡିଆ ଜିନିଷ ଯାକକୁ ଯେତେବେଳେ ପଥ ପାର୍ଶ୍ୱରେ ରହିକି ଯିଏ ଯାହା ଡାକୁଥିଲେ, ପ୍ରଭୁ ଶୁଣୁଥିଲେ, ତାକୁ ଡାକ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ ଭାଙ୍ଗି ଯିବେ ନା, ଆମେ ଅନେକ ସମୟରେ ମୁଁ ଭାଙ୍ଗିବି ନାହିଁ, ବହୁତ ବଡ ବିପଦର ପୂର୍ଣ୍ଣ ବିଷୟ। ଯଦି ଆମେ ଭାଙ୍ଗି ଯିବା ନା, ପ୍ରଭୁ ତାଙ୍କ ଟୋକେଇ ଭିତରେ ରଖିଦେବେ। ଯଦି ପ୍ରଭୁଙ୍କର ଟୋକେଇ ଭିତରେ ଯଦି ୱାନ୍ସ ଆପଣ ରହିଗଲେ, କୌଣସି ସମସ୍ୟା ନାହିଁ, କୌଣସି ବିପଦ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଚିନ୍ତା କରନ୍ତୁ ଯେ ମୁଁ ପ୍ରଭୁଙ୍କର ଟୋକେଇ ଭିତରେ ଅଛି ତ, ମୁଁ ପ୍ରଭୁଙ୍କର ଖୁଆଡ ଭିତରେ ଅଛି ତ, ମୁଁ ପ୍ରଭୁଙ୍କର ମନ ମୁତାବକ ସ୍ଥାନରେ ଅଛି ତ। ଚିନ୍ତା କରୁ, ଫାରୋ, ନବୁକଦନେସ୍ସର, ଇସ୍କରିୟତ ଯିହୁଦା, ଅନେକ ସାଉଲ ରାଜା, ନାମାନ, ଏମାନେ ନିଜକୁ ଭାଙ୍ଗିଲେ ନାହିଁ, ବିନଷ୍ଟ ହେଲେ। କିନ୍ତୁ ଯୋଉମାନେ ଭାଙ୍ଗିଲେ, ପ୍ରଭୁ ସେମାନଙ୍କୁ ସୁରକ୍ଷିତ କରିକି ରଖିଲେ। ତୃତୀୟ ବିଷୟ, ଗୀତ ସଂହିତା 34 ଅଧ୍ୟାୟର 18 ପଦ। ଗୀତ ସଂହିତା 34 ଅଧ୍ୟାୟର 18 ପଦ। ସଦାପ୍ରଭୁ ଭଗ୍ନାନ୍ତକରଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନା ମାନଙ୍କୁ ତ୍ରାଣ କରନ୍ତି। ଆମେନ୍। ତୃତୀୟ ବିଷୟ, ଭଗ୍ନ ଅନ୍ତଃକରଣ ଲୋକମାନଙ୍କର ନିକଟରେ ହିଁ ପ୍ରଭୁ ରୁହ। ଏକ ନିୟର ଲେଖାଯାଏ ଇଂଲିଶ ବାଇବଲରେ, ସେ ନିୟର ପ୍ରଭୁ ଏକ ନିୟର ହେଇକି ରହିବେ, ପାଖରେ ରହିବେ ପ୍ରଭୁ, ଛାଡ଼ିବେ ନା। ଯଦି ଆପଣ ଭାଙ୍ଗି ଯିବେ ପ୍ରଭୁଙ୍କ ନିକଟରେ, ଯେତେବେଳେ ଭାଙ୍ଗିକି ଯିବେ, ପ୍ରଭୁ ଆପଣଙ୍କୁ ରିପେୟାରିଂ କରିଦେବେ, ପ୍ରଭୁ ଆପଣଙ୍କୁ ଯତ୍ନ କରିକି ରଖିବେ, ପ୍ରଭୁ ଆପଣଙ୍କର ସଙ୍ଗରେ ରହିବେ। ଲେଖାଯାଏ, ସଦାପ୍ରଭୁ ପରମେଶ୍ୱର ଭଗ୍ନ ଅନ୍ତଃକରଣ ମାନଙ୍କର ନିକଟବର୍ତ୍ତୀ ହେଇଯାଆନ୍ତି। କେତେ ବ୍ଲେସିଂ ଆମମାନଙ୍କ ପାଇଁ। ପ୍ରଭୁ ଓହ୍ଲେଇକି ପଳେଇ ଆସନ୍ତି। ମୋ ପୁଅ, ମୋ ପିଲାମାନେ, ମୋ ପରିବାର ମୋ ପାଖକୁ ଭାଙ୍ଗିକି ଆସୁଛନ୍ତି, ସେ ଆମ ପାଖକୁ ପଳେଇ ଆସିବେ, ଆମମାନଙ୍କର ସହିତରେ ରହିବେ। ଯୋସେଫ ଯିଏ ଯୋଉ ଜାଗାକୁ ଯାଉଥିଲେ, ଆଦି ପୁସ୍ତକ ଯୋସେଫଙ୍କ ଭିତରେ ଚିନ୍ତା କରିବେ, ଯେତେବେଳେ ତାଙ୍କୁ ତାଙ୍କ ଭାଇମାନେ ଭାଙ୍ଗିଦେଲେ, ଖଣ୍ଡିଆ ଖାବରା ଖୋଲିଦେଲେ, ତାକୁ କଣ କରିଦେଲେ, ଗୋଟେ ଛାତରେ ପକେଇଦେଲେ, ପ୍ରଭୁ ତାର ସହିତ ରହିଲେ। ତାକୁ ଜେଲକୁ ପଠାଗଲା, ପ୍ରଭୁ ତାର ସହିତରେ ରହିଲେ। ଯେତେବେଳେ ସେ ଫାରୋଙ୍କ ସମ୍ମୁଖରେ ରହିଲେ, ସେ ଜେଲ ପ୍ରଭୁ ତାଙ୍କର ସହିତରେ ରହିଲେ। ଏବଂ ଯେତେବେଳେ ଜଣଙ୍କ ଗୃହରେ ଯେତେବେଳେ ଯୋସେଫ ରହିଲେ, ବାଇବଲରେ ଲେଖାଯାଏ, ସଦା ପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ମାନଙ୍କର ନିକଟବର୍ତ୍ତୀ ହେଇଯାଆନ୍ତି। ସଙ୍ଗରେ ପ୍ରଭୁ ତ ରୁହନ୍ତି। ପ୍ରଭୁଙ୍କର ନାମ ଇମାନୁଏଲ। ସତ କଥା, ଇମାନୁଏଲ ଈଶ୍ୱର, ଆମ୍ଭ ମାନଙ୍କର ସହିତ ଈଶ୍ୱର। ଆମ୍ଭ ମାନଙ୍କର ସହିତ ଈଶ୍ୱର ସେ। ଠିକ ଅଛି, କିନ୍ତୁ ସଦା ସର୍ବଦା ଆମ ମାନଙ୍କର ସହିତ ରହିବେ ନାହିଁ। ଯେତେବେଳେ ଆମେ ନିଜକୁ ଭାଙ୍ଗୁ, ଯେତେବେଳେ ଆମେ ନିଜକୁ ଚୂର୍ଣ୍ଣ କରୁ, ଯେତେବେଳେ ନିଜକୁ ଭାଙ୍ଗିକି ପ୍ରଭୁଙ୍କ ନିକଟକୁ ଯାଅ, ପ୍ରଭୁ ଆଜି ଏକ ପବିତ୍ର ଦିନରେ ମୁଁ ତୁମ ନିକଟବର୍ତ୍ତୀ, ପ୍ରଭୁ ନିକଟବର୍ତ୍ତୀ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଦାଉଦ ଭାଙ୍ଗିଲେ, ପ୍ରଭୁ ତାଙ୍କୁ ଆଉ ପରିତ୍ୟାଗ କରିଲେ ନାହିଁ। ଯେତେବେଳେ ଯୋସେଫ ନିଜକୁ ଭାଙ୍ଗିଲେ, ପ୍ରଭୁ ସେମାନଙ୍କୁ ପରିତ୍ୟାଗ କଲେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସଙ୍ଗେ ସଙ୍ଗେ ପ୍ରଭୁ ରୁହନ୍ତି। ଅନେକ ଲୋକଙ୍କ ସହିତ ପ୍ରଭୁ ଫେଲୋସିପ କରୁଥିଲେ, ଅନେକ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲେ।
ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସାଉଲ ନିଜକୁ ଭାଙ୍ଗିଲେ ନାହିଁ। ପ୍ରଭୁଙ୍କର ଅବାଧ୍ୟର କାରଣ ହେଲେ ପ୍ରଭୁ କହୁଛନ୍ତି ଆମ୍ଭେ ତୁମକୁ ରାଜା ହେବା ପାଇଁ ତୁଚ୍ଛ କରିଅଛୁ। ପ୍ରଭୁ ତାଙ୍କୁ ପରିତ୍ୟାଗ କରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ପରିତ୍ୟାଗ ବି କରିପାରନ୍ତି, ପ୍ରଭୁ ସଙ୍ଗରେ ରହିପାରନ୍ତି, ପରିତ୍ୟାଗ କରିପାରନ୍ତି। କାରଣ ବାଇବେଲରେ ଲେଖାଯାଏ, କାରଣ ବାଇବେଲରେ ଲେଖା ହେଇଛି ସେ ନମ୍ରମାନ ମାନଙ୍କର ନିକଟବର୍ତ୍ତୀ ହୁଅନ୍ତି ଏବଂ ଗର୍ବିକୁ ଦୂରରୁ ଚିରନ୍ତି। ଯେତେବେଳେ ମାନେ ଗର୍ବ କରୁ, ଅହଙ୍କାର କରୁ, ପ୍ରଭୁ ପାଖକୁ ଆସିବେ ନାହିଁ, ପ୍ରଭୁ ଆମମାନଙ୍କର ନିକଟବର୍ତ୍ତୀ ହେବେ ନାହିଁ, ସେ ଗର୍ବିକୁ ଦୂରରୁ ଚିହ୍ନନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଯଦି କୌଣସି କ୍ଷେତ୍ରରେ ଗର୍ବ କରୁଛି, ପ୍ରଭୁ ମୋର ନିକଟବର୍ତ୍ତୀ ହେବେ ନାହିଁ। ଖାମଖିଆଲି ମୁଁ ସେମିତି ହିଁ ଅଭିନୟ ଭାବରେ ଜୀବନ କାଟେ। ଅଭିନୟ ଭାବରେ ଗୋଟିଏ ଚର୍ଚ୍ଚରେ ଯେତେବେଳେ ବିରାଟ ବଡ ଚର୍ଚ୍ଚ, ବିରାଟ ବଡ ଉପାସନା ହଉଛି, ଲାଇଭଲି ୱାର୍ସିପ ହଉଛି, ଗୀତ, ପ୍ରାର୍ଥନା, ଆଧ୍ୟାତ୍ମିକ ସଂକୀର୍ତ୍ତନରେ ଉପାସନା ଗୃହ ଭରପୁର ହଉଛି, ଯେତେବେଳେ ଗୋଟିଏ ନୂଆ ବ୍ୟକ୍ତି ଯେତେବେଳେ ଉପାସନା ପାଇଁ ଯାଉଛନ୍ତି, ସେଇ ସହରକୁ ନୂଆ ଭାବରେ ଚାକିରି କରିବାକୁ ଯାଇଥିଲେ, ଯେତେବେଳେ ଉପାସନା କରିବା ପାଇଁ ଯାଉଛନ୍ତି, ଗେଟ୍ କିପର ତାଙ୍କୁ ଅଗାଳିଲେ, ଭାଇ তুমি କିଏ? ନାଇଁ ଆଜ୍ଞା, ମୁଁ ଜଣେ ଖ୍ରୀଷ୍ଟିଆନ, ମୁଁ ଏମିତି ନୂଆ କରି ଚାକିରି ପାଇଛି, ଗାଁକୁ ଆସିଛି, ସହରକୁ ଆସିଛି। ସେ ଗେଟ୍ କିପର ବିଭିନ୍ନ ପ୍ରକାର ତାଙ୍କର କମିଟିକୁ ଡାକିଲେ, ତାଙ୍କୁ କହିଲେ ତୁମେ ନୂଆ ଲୋକ ଠିକ କଥା, କିନ୍ତୁ ତୁମେ ଏଠି ଆଉ ସଭ୍ୟ ହେବାକୁ ପଡିବ, ତୁମକୁ ଏଠିର ଆଉ ଯେତେବେଳେ ସବୁ ଡକୁମେଣ୍ଟ ଦବ ତୁମକୁ ଗୋଟେ ପାସ୍ ଦିଆହବ, ସେ ପାସ୍ ଧରିକି ଆସିଲେ ଆମେ ତୁମକୁ ଆଲାଉ କରିବୁ। ସେ କେତେ ପ୍ରୁଫ ଦେଲେ, କେତେ ବିନତି ପ୍ରାର୍ଥନା କଲେ, ଶୁଣିଲେ ନାହିଁ ଲୋକମାନେ। ତାଙ୍କୁ ସେଇ ଗେଟ୍ ରୁ, ଚର୍ଚ୍ଚ ର ଗେଟ୍ ରୁ ବିଦା ହେବାକୁ ପଡିଲା। ଯେତେବେଳେ ଚର୍ଚ୍ଚ ର ଗେଟ୍ ରୁ ବିଦା ହେବାକୁ, ଯେତେବେଳେ ସେ ସନ୍ଧ୍ୟା ସମୟରେ ଯାଇ ପ୍ରଭୁଙ୍କ, ଯେତେବେଳେ ସେ ସନ୍ଧ୍ୟା ସମୟରେ ଜଣେ ସ୍ନିଗ୍ଧା ପରି ତାଙ୍କର ଅନ୍ କରିଦେଲେ, କେ ଶିକ୍ଷା ବୋଲି ଟିକେ ଡିଷ୍ଟର୍ବାନ୍ସ ହଉଛି। ତ ସେତେବେଳେ ଜଣେ ସେଇ ମଣ୍ଡଳୀରେ ଯେତେବେଳେ ସେ ବ୍ୟକ୍ତିଙ୍କୁ ଆଲାଉ କରାଗଲା ନାହିଁ, ସେ ଯାଇକି କାନ୍ଦୁଛନ୍ତି ପ୍ରଭୁଙ୍କ ନିକଟରେ, ପ୍ରଭୁ ମୁଁ ତୁମର ଉପାସନା କରିବା ପାଇଁ ଯାଇଥିଲି, କିନ୍ତୁ ମତେ ସେଠାରୁ ଗେଟ୍ ରୁ ବିଦାୟ କରିଦେଲେ, ମତେ ଭିତରେ ପ୍ରବେଶ କରାଇଲେ ନାହିଁ। ପ୍ରଭୁ ତାଙ୍କୁ ଗୋଟିଏ କଥା କହିଲେ, ପୁଅରେ ତୁ ଚିନ୍ତା କର ନାହିଁ, ତୁ ଯାଇଥିଲୁ, ମୁଁ ତତେ ଦେଖିଛି, ତୁ ଯାଇଥିଲୁ ଉପାସନା କରିବା ପାଇଁ, କିନ୍ତୁ ଗେଟ୍ ରୁ ସେମାନେ ଆଲାଉ କଲେ ନାହିଁ। ଠିକ କଥା, କାରଣ ମାନେ ମତେ ମଧ୍ୟ ଚର୍ଚ୍ଚ ଭିତରକୁ ଆଲାଉ କରୁନାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଗୋଟିଏ କଥା କହିଲେ, ପ୍ରଭୁ ଗୋଟିଏ କଥା କହୁଛନ୍ତି, ମତେ ମଧ୍ୟ ସେ ସ୍ଥାନକୁ ଆଲାଉ ନାହିଁ। ହୁଏତ ସେମାନେ ଉପାସନା କରୁଛନ୍ତି, ଆରାଧନା କରୁଛନ୍ତି, କିନ୍ତୁ ମୁଁ ସେମାନଙ୍କ ପାଖରେ ନାହିଁ। ସେମାନଙ୍କର କାର୍ଯ୍ୟ, ସେମାନଙ୍କର ଚିନ୍ତା, ସେମାନଙ୍କର ମନୋଭାବ, ସେମାନଙ୍କର ସବୁ ବିଷୟ ପାଇଁ ମତେ ସେମାନେ ଦୂରରେ ରଖିଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବଡ ଚର୍ଚ୍ଚ ହେଇପାରେ, ବଡ ୱାର୍ସିପ ହେଇପାରେ, ବଡ ବଡ ବିଭିନ୍ନ ପ୍ରକାରର ଇନଷ୍ଟ୍ରୁମେଣ୍ଟ ହେଇପାରେ, ବିଭିନ୍ନ ପ୍ରକାରର ସରଞ୍ଜାମ ହେଇପାରେ, କିନ୍ତୁ ଯଦି ପ୍ରଭୁ ସେ ସ୍ଥାନରେ ନାହାନ୍ତି, କିଛି ଲାଭ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ ଯେତେବେଳେ ହେଇଯାଉ, ପ୍ରଭୁ କହୁଛନ୍ତି ଆମ୍ଭେ ସେମାନଙ୍କର ସଙ୍ଗରେ ରହିବା। ପ୍ରଭୁ ଯୋସେଫଙ୍କର ସଙ୍ଗରେ ରହିଲେ, ଦାଉଦଙ୍କର ସଙ୍ଗରେ ରହିଲେ, ଅନେକ ପ୍ରଭୁଙ୍କର ଦାସ ମାନଙ୍କର ସଙ୍ଗରେ ରହିଲେ, କିନ୍ତୁ ସାଉଲକୁ ପ୍ରଭୁ ପରିତ୍ୟାଗ କଲେ ନା। ଆମ୍ଭେ ତାଙ୍କ ଠାରୁ ପ୍ରଭୁଙ୍କର ଆତ୍ମା ନେଇଗଲେ, ଏକ ମନ୍ଦ ଆତ୍ମା ତାଙ୍କୁ ଆକ୍ରାନ୍ତ କଲା। ସାଉଲ ପରାଜୟ ହେବାକୁ ଆରମ୍ଭ କଲେ। ଯଦି ପ୍ରଭୁ ରହିବେ ନାହିଁ, ପ୍ରଭୁଙ୍କର ଆତ୍ମା ଚାଲିଯିବ, ପରାଜୟ ସ୍ୱୀକାର କରିବାକୁ ପଡିବ। ଏବଂ ପ୍ରଭୁ ତାଙ୍କର ପ୍ରାର୍ଥନାକୁ ପ୍ରଭୁ ଶୁଣିଲେ ନାହିଁ, ପ୍ରଭୁ ପ୍ରାର୍ଥନାକୁ ଶୁଣିବେ ନାହିଁ, ପ୍ରଭୁ ଗୁହାରିକୁ ଶୁଣିବେ ନାହିଁ। ୱାନ୍ସ ପ୍ରଭୁ ଯଦି ପରିତ୍ୟାଗ କରିଦେବେ, ଆମମାନଙ୍କର ପ୍ରାର୍ଥନା, ଆମମାନଙ୍କର କୌଣସି ବିଷୟ ଫଳପ୍ରଦ ହବ ନାହିଁ। ତେଣୁ ପ୍ରଭୁ ଆଜି କହୁଛନ୍ତି, ଯଦି ଆମେ ଭାଙ୍ଗୁ ପ୍ରଭୁଙ୍କ ନିକଟରେ, ସେ ନିକଟକୁ ପଳେଇ ଆସନ୍ତି। କେତେ ସୁନ୍ଦର କଥା ନା, ପ୍ରଭୁ କେତେ ସୁନ୍ଦର କଥା ଲେଖାଯାଏ। ଯୋଗ୍ୟ ଯେତେବେଳେ ଯୀଶୁଙ୍କୁ ଦେଖିବାକୁ ଗଲେ, ସେ କଣ କରୁଛନ୍ତି? ନିଜକୁ ଭାଙ୍ଗୁଛନ୍ତି। ଗଲେ
ଚେଷ୍ଟା କରିକି ଆଗକୁ ଗଲେ ଗୋଟେ ଗଛ ଉପରେ ଚଢୁଛନ୍ତି। ଚିନ୍ତା କରନ୍ତୁ, ଗୋଟେ ଧନୀ ବ୍ୟକ୍ତି, ସେଇ ସମୟର ଜଣାଶୁଣା ବ୍ୟକ୍ତି ଗଛ ଉପରେ ଚଢିଲେ ଲୋକ କଣ କହିବେ? କିନ୍ତୁ ସେ ନିଜର ସେଇ ପଦବୀ ପାଇଁ ଲାଳାୟିତ ନୁହଁ, କିମ୍ବା ସେଇ ଟାଇମରେ ତାକୁ କିଛି ଦେଖା ଯାଉନାହିଁ। ସେ ଗୋଟିଏ ବିଷୟ, ଯୀଶୁଙ୍କୁ ମୁଁ ଦେଖିବି। ଯୀଶୁ ତାଙ୍କର ଘରକୁ ଗଲେ, ପ୍ରଭୁ ତାଙ୍କ ସଙ୍ଗରେ ରହିଲେ। ଯକ୍ଷଙ୍କୁ ଯୀଶୁ ଗୋଟିଏ କଥା କହୁଛନ୍ତି, ଯକ୍ଷ ଶୀଘ୍ର ଓହ୍ଲାଇ ଆସ, ଟୁଡେ ଆଇ ଷ୍ଟେ ୟୋର ହାଉସ। ପ୍ରଭୁ କହୁଛନ୍ତି ମୁଁ ତୁମ ଘରେ ରହିବି। ତୁମକୁ ଲୋକମାନେ ପାପୀ ବୋଲି କହିପାରନ୍ତି, ତୁମକୁ ଲୋକମାନେ ଠକ ବୋଲି କହିପାରନ୍ତି, କିନ୍ତୁ ଯୋଉ କାର୍ଯ୍ୟ ତୁମେ ଆଜି କରିଛ, ତୁମେ ଯୋଉ ଭାଙ୍ଗିଛ ମୋ ପାଇଁ, ମତେ ଦେଖିବା ପାଇଁ ନିଜର ସବୁ ବିଷୟକୁ ଭାଙ୍ଗି ଦେଇଛ, I am today stay your house। ଚିନ୍ତା କରନ୍ତୁ, କେତେ ସୁନ୍ଦର ବିଷୟ, କେତେ ଭାଗ୍ୟର କଥା। ଯୀଶୁ ତାଙ୍କର ଘରକୁ ଚାଲିଗଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯକ୍ଷଙ୍କର ସଙ୍ଗରେ ଯୀଶୁ ରହିଗଲେ। ନିର୍ବୁଦ୍ଧି ସ୍ତ୍ରୀ ଲୋକମାନେ ବାହାରେ ରହିଗଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଚିନ୍ତା କରନ୍ତୁ, ପ୍ରଭୁ ଯାକୁବ ପୁସ୍ତକ 4:8 ଲେଖାଯାଏ, ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ତେବେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ଯଦି ଆମେ ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ ସହିତ ଯଦି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା, ପ୍ରଭୁ ଆମମାନଙ୍କର ନିକଟକୁ ଆସିବେ। ଇସ୍ରାଏଲ ଲୋକମାନେ ମିଶର ଦେଶରେ କାନ୍ଦିଲେ, ଯେତେବେଳେ କାନ୍ଦୁଛନ୍ତି ପ୍ରଭୁ ଓହ୍ଲେଇକି ଆସିଲେ ଲେଖାଯାଏ। ପ୍ରଭୁ ସେମାନଙ୍କର କ୍ରନ୍ଦନକୁ, ସେମାନଙ୍କର ସମସ୍ତ ବିଷୟକୁ ଦେଖିବା ପାଇଁ ଓହ୍ଲେଇକି ପଳେଇ ଆସୁଛନ୍ତି ଏବଂ ସେମାନଙ୍କୁ ମିଶର ଦେଶରୁ ବାହାର କରିକି ଆଣିଲେ। ଯଦି ଆପଣଙ୍କର ସଙ୍ଗରେ ପ୍ରଭୁ ସଦା ସର୍ବଦା ରୁହନ୍ତୁ ବୋଲି ଚାହୁଁଛନ୍ତି, ଆପଣ ନିଜକୁ ଭାଙ୍ଗି ଦିଅନ୍ତୁ, ଆପଣ ନିଜକୁ ଚୁରମାର କରିଦିଅନ୍ତୁ। ମୋର ବିଷୟ କଣ କଠିନ ବିଷୟ ଅଛି? ପ୍ରଭୁଙ୍କ ନିକଟକୁ ଭାଙ୍ଗିକି ଯାଆନ୍ତୁ। ପ୍ରଭୁ ଆପଣଙ୍କର ସଙ୍ଗରେ ରହିଯିବେ। ପ୍ରଭୁ ଆପଣଙ୍କୁ ରିପାରିଂ କରିବେ। ପ୍ରଭୁ ଆପଣଙ୍କୁ କେୟାରିଂ କରିବେ। ପ୍ରଭୁ ଆପଣଙ୍କର ଆଉ ପୁରା ନାସ୍ତିକରେ ରହିବେ, ପୁରା ଆପଣଙ୍କର ନିୟରରେ ରହିବେ। ଗର୍ବ ସହକାରେ କହିବା, ସଦା ପ୍ରଭୁ ମୋହର ସପକ୍ଷ, ସଦା ପ୍ରଭୁ ମୋହର ସହବର୍ତ୍ତୀ, ମୁଁ କାହାକୁ ଭୟ କରିବି ନାହିଁ। ଯଦି ପ୍ରଭୁ ଭିତରେ ରହିବେ ନାହିଁ, ପ୍ରଭୁ ଅନ୍ତରରେ ରହିବେ ନାହିଁ, ଆମେ ଗର୍ବ କରିପାରିବା ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ପ୍ରଭୁ ଆମ ଠାରୁ ଛାଡିକି ଚାଲିଯିବେ, ପରାଜୟ ଆସିବ, ମନ୍ଦ କାର୍ଯ୍ୟ ଆସିବ, ବହୁତ କେୟାରଫୁଲି, ସେଥିପାଇଁ ନିଜକୁ ଭାଙ୍ଗିବାକୁ ପଡିବ। ଯଦି ଭାଙ୍ଗୁ, ପ୍ରଭୁ ଆମମାନଙ୍କର ସଙ୍ଗକୁ ପଳେଇ ଆସିବେ। ଆମେ ପ୍ରଭୁଙ୍କର ସଙ୍ଗରେ ହେଇକି ରହିଯିବା। ଏକ ନୂଆ ପିଣ୍ଡୁଳା ହେବା ପାଇଁ, ଏକ ଖମିର ଶୂନ୍ୟ ହେବା ପାଇଁ ଆମକୁ ଭାଙ୍ଗିବାକୁ ପଡିବ। ଖମିର ଶୂନ୍ୟ ରୁଟିକୁ ପ୍ରଭୁ ଭାଙ୍ଗିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଖମିର ଶୂନ୍ୟ ଲୋକ ପଡିଯାଉ। ଯଦି ଆମେ ଖମିର ଶୂନ୍ୟ ହଉ, ପ୍ରଭୁ ଆମମାନଙ୍କର ସଙ୍ଗରେ ରହିବେ। ଯଦି ପ୍ରଭୁ ସୁଯୋଗ ଯଦି ଆଜି ଦେବେ, ସନ୍ଧ୍ୟା ସମୟରେ ଖମିର ବିଷୟରେ ଆଶିଷ ଧାରାରେ ମୁଁ ଆପଣ ମାନଙ୍କୁ ଷ୍ଟଡି ଆକାରରେ କରିବା ପାଇଁ ଚାହିଁବି। ଖମିରକୁ ପ୍ରଭୁ କାହିଁକି, ଖମିର ଶୂନ୍ୟ ରୁଟିକୁ ପ୍ରଭୁ କାହିଁକି ପସନ୍ଦ କରନ୍ତି? ଯଦି ଚତୁର୍ଥ ବିଷୟ, ମାର୍କ ପୁସ୍ତକ 2:4। ମାର୍କ ପୁସ୍ତକ 2:4। ଜଲ୍ଦି ଜଲ୍ଦି ଆଉ 2ଟି ପଦ ମୁଁ ପଢିକି ଆପଣ ମାନଙ୍କୁ ଆଉ ସମାପ୍ତ କରିବା ପାଇଁ ଚାହେଁ। କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ ସେ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରେ ଛାତ ଖୋଳି କାଢି ପକାଇଲେ, ଆଉ ତାହା ଭାଙ୍ଗି ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲେ ତାହା ଓହ୍ଲାଇ ଦେଲେ। ଆମେନ୍। ପ୍ରଭୁ କଣ କରନ୍ତି? ଭାଙ୍ଗିକି ଗଲେ ପ୍ରଭୁ କିଛି କାର୍ଯ୍ୟ କରନ୍ତି ଆମ ପାଇଁ। ତାଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କୁ ଆମେ ସୁଯୋଗ ଦଉ। ଯେତେବେଳେ କଫରନାହୁମର ଗୋଟିଏ ଘରେ ଯୀଶୁ ଯେତେବେଳେ ଅଛନ୍ତି, ଲୋକମାନେ ଏତେ ଭିଡ଼ ହେଲେ, ଜଣେ 4 ଜଣ ଲୋକଙ୍କ ଦ୍ୱାରା ଗୋଟିଏ ପକ୍ଷାଘାତ ରୋଗୀ ବୁହା ହେଇକି ଯାଉଛନ୍ତି। ଘରେ ସ୍ଥାନ ନାହିଁ, ଦ୍ୱାରରେ ସ୍ଥାନ ନାହିଁ, ଦ୍ୱାର ପାଖରେ କିଛି ସ୍ଥାନ ନାହିଁ। କଣ କରାଯିବ? ଯେତେବେଳେ ଗୃହର କର୍ତ୍ତାଙ୍କୁ କୁହାଯାଇଛି, କହିଲେ ଠିକ ଅଛି, ଆସ, ଛାତ ଖୋଲି ଦିଅ, ଛାତ ଭାଙ୍ଗି ଦିଅ। ଛାତ ଭାଙ୍ଗିଲେ ଯୀଶୁଙ୍କ ନିକଟକୁ ଓହ୍ଲେଇକି ଆଣିଗଲେ ତାକୁ। ଚିନ୍ତା କରନ୍ତୁ, ସେ ଭାଙ୍ଗିବାରେ ସାକ୍ରିଫାଇସ ଅଛି। ସେ ଭାଙ୍ଗିବାରେ କଣ ଅଛି? ସାକ୍ରିଫାଇସ ଅଛି। ସେ ବ୍ୟକ୍ତି କହୁଛନ୍ତି ମୋ ଘର ହୁଏତ ଭାଙ୍ଗି ଯାଅ, କିନ୍ତୁ ଜଣେ ବ୍ୟକ୍ତି ଉଦ୍ଧାର ପାଇଯାଉ। ଯଦି ଆମେ ଭାଙ୍ଗୁ, ପ୍ରଭୁ କିଛି କାର୍ଯ୍ୟ କରିବେ। ସେଇ ଗୃହରେ ଲେଖା ହେଇଛି ମାର୍କ ପୁସ୍ତକର ସେଇଠି 11 ଅଧ୍ୟାୟକୁ ଯେତେବେଳେ ପଢିବେ, 2:11, ଲୋକମାନେ ଆଶ୍ଚର୍ଯ୍ୟ। ଯୋଉ ବ୍ୟକ୍ତିକୁ ଖଟିଆରେ ଅଣାଯାଇଥିଲା, ସେ ବ୍ୟକ୍ତି ଯେତେବେଳେ ଖଟିଆ ଧରି ଚାଲୁଛନ୍ତି, ଲୋକମାନେ ଆଶ୍ଚର୍ଯ୍ୟ। ଏହି ପ୍ରକାର କାର୍ଯ୍ୟ ଆମେ କେବେ ବି ଦେଖିନଥିଲୁ। ଆପଣଙ୍କର ଗୃହରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଭୁ ଯାଉଛନ୍ତି।
ଆଶ୍ଚର୍ଯ୍ୟ କାର୍ଯ୍ୟ। ଆପଣ ସୁଯୋଗ ଦେବେ ପ୍ରଭୁଙ୍କୁ, ପ୍ରଭୁ କାର୍ଯ୍ୟ କରନ୍ତୁ। ଯଦି ଆମେ ଭାଙ୍ଗିବା ନାହିଁ ପ୍ରଭୁ କାର୍ଯ୍ୟ କରିପାରିବେ ନାହିଁ। ଯଦି ସେ ଛାତ ଭାଙ୍ଗି ନଥାନ୍ତା, ପ୍ରଭୁ ଦେଖିପାରି ନଥାନ୍ତା, ସେମାନେ ବାହାରୁ ଚାଲି ଯାଇଥାନ୍ତା। ସେମାନେ କଣ କଲେ? ଦେଖିଲେ ଭିଡ଼ ସକାଶୁ ବାହାରକୁ ଗଲେ ନାହିଁ, ଭିତରକୁ ଆସିବା ପାଇଁ ଚେଷ୍ଟା କଲେ। ସେ ମାଲିକ ମଧ୍ୟ ଧନ୍ୟ, ସାକ୍ରିଫାଇସ କରୁଛନ୍ତି, ଯଦ୍ୱାରା ଅନେକ ଗୋଟିଏ ରୋଗୀ ସୁସ୍ଥ ପାଇଲେ। ଆଜି ମଧ୍ୟ ଅନେକ ଆମମାନଙ୍କ ମଧ୍ୟରେ ଆମେ ଅଛୁ, ଅନେକ ଯୋଉମାନେ ସାକ୍ରିଫିସିଆଲି ପ୍ରାର୍ଥନା କରନ୍ତି, ସାକ୍ରିଫିସିଆଲି ଦାନ ଦିଅନ୍ତି ଅନ୍ୟମାନଙ୍କର ଉପକାର ପାଇଁ। ହୁଏତ ସେମାନଙ୍କର ଅସୁବିଧା ହେଇପାରେ, ତଥାପି ଦାନର ହସ୍ତ, ପ୍ରାର୍ଥନାର ହସ୍ତ ବଢନ୍ତି। ଅନେକ ପ୍ରଭୁଙ୍କର କାର୍ଯ୍ୟ ମଧ୍ୟ ହଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାଙ୍କର ପରିବାରରେ ଆଶ୍ଚର୍ଯ୍ୟ କାର୍ଯ୍ୟ କଣ ହେଲା ଲୋକମାନେ ଦେଖୁଛନ୍ତି। କୌଣସି ପଡିଆରେ ଦେଖିଲେ ନାହିଁ, କୌଣସି ପାହାଡରେ ଦେଖିଲେ ନାହିଁ, କୌଣସି ନଦୀରେ ଦେଖିଲେ ନାହିଁ, କଫରନାହମର ସେ ଗୃହରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି। ସେ ଗୃହରେ ଆଶ୍ଚର୍ଯ୍ୟ କାର୍ଯ୍ୟ ହଉଛି। ସେ ଗୃହରେ ଜଣେ ପକ୍ଷାଘାତ ରୋଗୀ ସୁସ୍ଥ ହଉଛି। କଣ ହେଲା? ଭାଙ୍ଗିବା। ଯଦି ଆପଣଙ୍କ ଘରେ ଯଦି କୌଣସି ଆଶ୍ଚର୍ଯ୍ୟ ବିଷୟ, ଆପଣଙ୍କର ଜୀବନରେ କୌଣସି ଆଶ୍ଚର୍ଯ୍ୟ ବିଷୟ ପ୍ରଭୁ କରନ୍ତୁ ବୋଲି ଚାହୁଁଛନ୍ତି, ଆପଣଙ୍କୁ ଭାଙ୍ଗିବାକୁ ପଡିବ। ହୁଏତ ମୋ ମସ୍ତକ ଉପରେ ଛାତ ପରି କୌଣସି ବିଷୟ, କଠିନ ବିଷୟ ଅଛି କି ଆମମାନଙ୍କୁ ଭାଙ୍ଗିବାକୁ ପଡିବ। ମୋର ସମ୍ମୁଖରେ କୌଣସି ପାଚିରି ପରି କଠିନ ବିଷୟ ଅଛି କି ଭାଙ୍ଗିବାକୁ ପଡିବ। ଯଦି ମୋର ଚତୁଃପାର୍ଶ୍ୱରେ କୌଣସି କଠିନ ବିଷୟ ଅଛି କି ଭାଙ୍ଗିବାକୁ ପଡିବ। ଯଦି ମୁଁ ଯୋଉ ଜାଗାରେ ଠିଆ ହେଇଛି ତାହା କଠିନ କି ଭାଙ୍ଗିବାକୁ ପଡିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଘରର ଛାତକୁ ଭାଙ୍ଗିଲେ। ଯୀଶୁ ସେମାନଙ୍କର ବିଶ୍ୱାସକୁ ଦେଖୁଛନ୍ତି। ଆଶ୍ଚର୍ଯ୍ୟ ହେଲେ ଯୀଶୁ, ଏବଂ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହଉଛନ୍ତି। ଯୀଶୁଙ୍କ ପାଖକୁ ଗଲେ ପ୍ରଭୁ କାର୍ଯ୍ୟ କରିବେ। ଯୋଗ୍ୟ ବାହାରିକି ପଳେଇଲେ ନାହିଁ ଭିଡ଼ ସକାଶୁ। ଯେତେବେଳେ ଗଲେ ଯୀଶୁ ତାଙ୍କର ସଙ୍ଗରେ ତାଙ୍କ ଘରକୁ ଯୀଶୁ ଗଲେ। ନିର୍ବୁଦ୍ଧି ସ୍ତ୍ରୀ ଲୋକମାନେ ଭିଡ଼ ସକାଶୁ, ନିର୍ବୁଦ୍ଧି ସ୍ତ୍ରୀ ମାନେ ଭିତରକୁ ଯାଇପାରିଲେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାହାରେ ରହିଗଲେ। ଆଜି ଅନେକ ଲୋକ ବାହାରେ ରହି ଯାଇଛନ୍ତି। ଯୀଶୁଙ୍କ ନିକଟକୁ ଯିବାକୁ ହବ। ହୁଏତ ଯୀଶୁଙ୍କ ନିକଟକୁ ଯିବା ପାଇଁ ହେଲେ ଆପଣଙ୍କୁ କିଛି ବିଷୟ ଭାଙ୍ଗିବାକୁ ପଡିବ। ହୁଏତ ଲୋକ ଗହଳି ସେମାନଙ୍କ ପାଇଁ ସେ ଦିନର ପ୍ରୋବ୍ଲେମ ଥିଲା, କିନ୍ତୁ କଣ କରାଯାଉଛି? ଯଦି ଲୋକ ଗହଳି ଭିଡ଼ ଅଛି, ଗୋଟେ କାମ କରାଗଲା, ଛାତ ଭଙ୍ଗା ଗଲା। ହୁଏତ ଆପଣଙ୍କ ପାଇଁ କୌଣସି ଭିଡ଼, କୌଣସି ବିଷୟ ଯଦି ଆପଣଙ୍କ ପାଇଁ କଠିନ ଅଛି, ଆପଣ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ। ଆପଣ ଭାଙ୍ଗିଲେ ପ୍ରଭୁଙ୍କ ନିକଟକୁ ଯାଇପାରିବେ। ଯଦି ଆପଣ ପ୍ରଭୁଙ୍କ ନିକଟକୁ ଗଲେ ପ୍ରଭୁ କିଛି କାର୍ଯ୍ୟ କରିବେ। ସେ ୱାର୍କିଂ, ସେ କାର୍ଯ୍ୟ କରିବା ପାଇଁ ସଦା ସର୍ବଦା ପ୍ରସ୍ତୁତ। ଯଦି ଆପଣ ଭାଙ୍ଗିକି ଯିବେ ପ୍ରଭୁ କାର୍ଯ୍ୟ କରିବେ। ଯଦି ଭାଙ୍ଗିବେ ନାହିଁ, ଭିଡ଼ ଅଛି, ଏଇଟା ଅଛି, କୌଣସି ବାହାନା କରିକି ଯଦି ଚାଲିଯିବେ, ବାହାରେ ହିଁ ରହିଯିବେ। ବାହାରେ ହିଁ ରହିଯିବେ। ସେଦିନ ଅନେକ ଲୋକ ବାହାରେ ରହିଗଲେ। ନହଙ୍କ ସମୟରେ ଅନେକ ଲୋକ ବାହାରେ ରହିଗଲେ। ସେମାନେ ଯୁଦ୍ଧକୁ ସେମାନେ କଣ ହେଇପାରିଲେ ନାହିଁ? ସୁରକ୍ଷିତ ହେଇପାରିଲେ ନାହିଁ। ସେମାନଙ୍କ ପାଇଁ କିଛି କାର୍ଯ୍ୟ ପ୍ରଭୁ କଲେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଯୀଶୁ ନିଜର ଗୃହକୁ, ନିଜର ନଗରକୁ ଯେତେବେଳେ ଗଲେ, ଲୋକମାନେ ତାଙ୍କୁ ପରିହାସ କଲେ, ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। ସେଥିପାଇଁ କହିଲେ ଯେ ମୁଁ ନିଜର ଲୋକମାନଙ୍କ ପାଖକୁ ଆସିଲି, ମତେ ଗ୍ରହଣ କରୁନାହାନ୍ତି। ପ୍ରଭୁ ଆମମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ଚାହାନ୍ତି। ଆପଣଙ୍କ ପରିବାରରେ, ଆପଣଙ୍କର ମଣ୍ଡଳୀରେ, ଆପଣଙ୍କର ସମାଜରେ, ଆପଣଙ୍କର ବ୍ୟକ୍ତିଗତ ଜୀବନରେ ପ୍ରଭୁ କାର୍ଯ୍ୟ କରିବା ପାଇଁ ଚାହାନ୍ତି। ଯଦି କୌଣସି କଠିନ ବିଷୟ ଅଛି, ଭାଙ୍ଗି ଦିଅନ୍ତୁ। ହୁଏତ ଆପଣଙ୍କର ଛାତ ହେଇପାରେ, ହୁଏତ ଆପଣଙ୍କର କୌଣସି ବିଷୟ ହେଇପାରେ। ମୁଁ କହୁନାହିଁ ଆପଣ ଘରର ଛାତ ଭାଙ୍ଗନ୍ତୁ। ଛାତ ପରି ଯଦି କୌଣସି ବିଷୟ, କଠିନ ବିଷୟ ଅଛି, ଭାଙ୍ଗି ଦିଅନ୍ତୁ। ତା ନା ପ୍ରଭୁ ଦରକାର ନାହିଁ ମତେ ଏସବୁ ଜିନିଷ। ହୁଏତ ମୋର କୌଣସି ବିଷୟ ଯଦି ମୁଁ ଗର୍ବ କରୁଛି, ଅହଙ୍କାର କରୁଛି, କୌଣସି କ୍ଷେତ୍ରରେ ମୁଁ ଭାଙ୍ଗି ପାରୁନାହିଁ ନିଜକୁ। ମୋର ଚତୁଃପାର୍ଶ୍ୱରେ ଏ ପ୍ରକାର ଜିନିଷକୁ ରଖିଛି, ମୁଁ ଭାଙ୍ଗି ପାରୁନାହିଁ। ମୋର ମସ୍ତକ ଉପରେ ଏ ପ୍ରକାର ଗୋଟେ ଜିନିଷ ରଖିଦେଇଛି, ତାହା ଭାଙ୍ଗି ପାରୁନାହିଁ। ପ୍ରଭୁଙ୍କୁ ଭାଙ୍ଗିକି ଯାଆନ୍ତୁ ପ୍ରଭୁଙ୍କ ନିକଟରେ। ଆପଣଙ୍କ ପାଇଁ ପ୍ରଭୁ କାର୍ଯ୍ୟ କରିବେ। ଆପଣଙ୍କର ଘରୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଆରମ୍ଭ ହବ। ଲୋକମାନେ ଦେଖୁଛନ୍ତି ସେଇ ଗୃହରୁ ଜଣେ ବ୍ୟକ୍ତି ସୁସ୍ଥ ପାଇକି ଆସୁଛି। ଆପଣଙ୍କର ଜୀବନ ଦ୍ୱାରା, ଆପଣ ସାକ୍ରିଫିସିଆଲି, ଆପଣଙ୍କର ଦାନ, ଆପଣଙ୍କର ପ୍ରାର୍ଥନା ଯୋଗୁଁ ଅନେକ ଲୋକଙ୍କର ଜୀବନ ବଞ୍ଚିଯିବ। ଅନେକ ଲୋକଙ୍କୁ ଆପଣ ପ୍ରଭୁଙ୍କ ନିକଟକୁ ନେଇପାରିବେ। ଯଦି ସେଇ ବ୍ୟକ୍ତି କଠିନ
ନଥାନ୍ତା, ଯଦି ସେଇ ଘରର ମାଲିକ ଯଦି କଠିନ ହେଇଥାନ୍ତା, ଭାଙ୍ଗିବାକୁ ଏଲାଉ କରିନଥାନ୍ତା, ଜଣେ ସୁସ୍ଥ ନ ପାଇକି ଫେରି ଯାଇଥାନ୍ତା। ଭାଙ୍ଗିଲେ, ଲେଖାଯାଏ ଛାତ ଖୋଳିଲେ, ଛାତ କାଢିଲେ, ଛାତ ଭଙ୍ଗାଗଲା। ଆଜିକା ଡେଟରେ ଚିନ୍ତା କରନ୍ତୁ, ଆପଣ ମାନେ ମଧ୍ୟ ପ୍ରାର୍ଥନାରେ, ଆପଣ ମାନଙ୍କର ଦାନରେ ଆଜି ଅନେକ ଲୋକଙ୍କୁ ପ୍ରଭୁଙ୍କ ନିକଟକୁ ଆଣିପାରୁଛନ୍ତି, ଆପଣ ଅନେକ ଲୋକଙ୍କୁ ଉପକାର କରି ପାରୁଛନ୍ତି। ପ୍ରଭୁ ଆପଣଙ୍କର ଜୀବନ ଦ୍ୱାରା ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ଶେଷ ବିଷୟ ଆଉ କହିକି ସମାପ୍ତ କରିବି। ଆଉ ବିଚାରକର୍ତ୍ତା ପୁସ୍ତକ 7 ଅଧ୍ୟାୟର 20 ପଦ। ବିଚାରକର୍ତ୍ତା ପୁସ୍ତକ 7 ଅଧ୍ୟାୟ, ଯେତେବେଳେ ଗିଦିଓନକୁ ପ୍ରଭୁ ଆହ୍ୱାନ କଲେ, ଯେତେବେଳେ ଗିଦିଓନକୁ ପ୍ରଭୁ ଆହ୍ୱାନ କଲେ ଯେ ଗିଦିଓନ, ଆମେ ତୁମ୍ଭ ଦ୍ୱାରା ତୁମର ବଂଶକୁ ଆମେ ଉଦ୍ଧାର କରିବା, କାରଣ ମିଦିନୀୟ ଲୋକମାନେ ଗିଦିଓନୀୟ ଲୋକମାନଙ୍କ ଉପରେ କବ୍ଜା କରି ସେମାନଙ୍କୁ ବଶରେ ରଖିଦେଇଛନ୍ତି, ସେମାନଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ଦେଉନାହାନ୍ତି। ପଢନ୍ତୁ। ଏହି ରୂପେ 3 ଦଳସ୍ଥ ଲୋକ ତୁରୀ ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୁରୀ ଧରିଲେ ଓ ସେମାନେ ଡାକ ପକାଇଲେ, ଖଡ୍ଗ ପ୍ରଭୁଙ୍କ ପକ୍ଷ ଓ ଗିଦିଓନଙ୍କର ପକ୍ଷ। ଆମେନ୍। ପ୍ରଭୁ କହୁଛନ୍ତି ଗିଦିଓନକୁ, ତୁମେ ଯୁଦ୍ଧ କରିବା ପାଇଁ ଯିବ। ପ୍ରଭୁଙ୍କୁ ସେ କହୁଛନ୍ତି, ପ୍ରଭୁ କାହିଁରେ ମୁଁ ଯୁଦ୍ଧ କରିବି? ମୁଁ ତ ଗୋଟେ ଛୋଟ ବ୍ୟକ୍ତି, ମୋ ବଂଶ ଭିତରେ, ଆମ ପରିବାର ଛୋଟ ଅଟୁ, ଆମ ଗୋଷ୍ଠୀ ଭିତରେ ଆମର ବଂଶ ଛୋଟ ଅଟୁ। ଗିଦିଓନଙ୍କ ପାଖରେ ଛୋଟ ଚିନ୍ତାଧାରା ଥିଲା, ଅବିଶ୍ୱାସର କାନ୍ଥ ଥିଲା, ଏକ ନିମ୍ନମାନର କାନ୍ଥ ଥିଲା, ଏକ ସନ୍ଦେହର କାନ୍ଥ ଥିଲା। ପ୍ରଭୁ ତାହାକୁ ଭାଙ୍ଗିବାକୁ ଦେଲେ। ତାକୁ ଭାଙ୍ଗିଲା ପରେ ଗିଦିଓନକୁ କହୁଛନ୍ତି, ତୁମେ କେତେ ଲୋକଙ୍କୁ ଏକାଠି କର। ଯେତେବେଳେ ଏକାଠି ଟେଷ୍ଟ ହେଲା, ସବୁ ଭିତରେ ମୁଁ କହୁନାହିଁ, ଯେତେବେଳେ ଟେଷ୍ଟ ହେଲା, କେବଳ 300 ଲୋକ ଯୋଗାଡ଼ ହେଇପାରିଲେ। ସିଲେକ୍ଟେଡ only 300 people, କିନ୍ତୁ ମିଦିଓନୀୟ ଲୋକମାନେ ହଜାର ହଜାର ଲୋକ। ପ୍ରଭୁ କହୁଛନ୍ତି, ତୁମେ ଯାଅ, ସେମାନଙ୍କ ସହିତ ଯୁଦ୍ଧ କର, ଆମେ ତୁମ ସହିତ ସେମାନଙ୍କୁ କଣ କରିବା? ପରାସ୍ତ କରିବା। ଗିଦିଓନ 300 ଲୋକଙ୍କୁ ଧରିକି ଯାଉଛନ୍ତି। ଗୋଟିଏ ଆଦେଶ ପ୍ରଭୁଙ୍କର ଥିଲା, ତୁମର କଳସକୁ ଭାଙ୍ଗିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଉପଯୁକ୍ତ ସମୟରେ, ଯେତେବେଳେ 2 ଦଳ ଯେତେବେଳେ ପାଖାପାଖି ହେବାକୁ ଲାଗିଲେ, କଳସ ଦିହୁଡ଼ି ଧରିଛନ୍ତି, ଯେତେବେଳେ କଳସକୁ କଚାଡ଼ିକି ଭାଙ୍ଗୁଛନ୍ତି, ତାପରେ ଯେତେବେଳେ ଆପଣ ପଢିବେ, ସଦାପ୍ରଭୁ ସେମାନଙ୍କର ସଙ୍ଗୀ ହେଲେ ଏବଂ କଣ କଲେ? ମିଦିଓନୀୟ ଲୋକମାନଙ୍କୁ ପରାସ୍ତ କଲେ। only 300 people। ପ୍ରଭୁ ଆପଣଙ୍କୁ ୱିନିଂ ଦେବେ, ଭିକ୍ଟ୍ରି ଦେବେ। ଯଦି ଆପଣ ଭାଙ୍ଗିବେ ନା, ଏକ ବିଜୟ ଜୀବନ କାଟିବେ। ଗିଦିଓନ ତାଙ୍କର ବଂଶ ବର୍ଷ ବର୍ଷ ଧରି ପରାଜୟ ଅବସ୍ଥାରେ ଥିଲେ, କିନ୍ତୁ ପ୍ରଭୁ ଗୋଟିଏ କଥା କହୁଛନ୍ତି, ତୁମେ ଯୋଉ ଜିନିଷକୁ ତୁମେ ହାତରେ ଧରିବ, ମୁଁ କହିଲା ପରେ ତୁମେ ତାହାକୁ ଭାଙ୍ଗିବ। ଯଦି ତୁମେ ଭାଙ୍ଗିବ, ଶେଷଠାରୁ ତୁମର ବିଜୟ ଆରମ୍ଭ ହବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଟ୍ରେନିଂ ଦେଇକି ପ୍ରଭୁ ପଠେଇଲେ। ଗିଦିଓନ ମଧ୍ୟ ଲୋକମାନଙ୍କୁ କହିଲେ, ତୁମେ ଗୋଟେ ହାତରେ କଳସ ଧରିବ, ଗୋଟେ ହାତରେ ଦିହୁଡ଼ି ଧରିବ, ଗୋଟେ ହାତରେ ଖଡ୍ଗ ଧରିବ, ତୁରୀ ଧରିବ। ଅନେକ ବିଷୟ ସବୁ ଲେଖା ହେଇଛି, ଅନେକ ବିଷୟକୁ ବ୍ୟାଖ୍ୟା କରୁନାହିଁ, ସମୟ ଅଧିକ ହେଇଗଲା। ତ ଯେତେବେଳେ ସେମାନଙ୍କୁ କୁହାଗଲା ଉପଯୁକ୍ତ ସମୟରେ ତାହାକୁ ଭାଙ୍ଗିବ, ବିଜୟ ଆରମ୍ଭ ହବ। ସେମାନେ ଯୁଦ୍ଧ କରିବା ପାଇଁ only 300 people, ହଜାର ହଜାର ଲୋକଙ୍କ ସାମ୍ନାକୁ ଯାଉଛନ୍ତି। ଯେତେବେଳେ ଗୋଟିଏ କଥା କରିଲେ, ଯେତେବେଳେ ସେମାନଙ୍କର କଳସକୁ ଭାଙ୍ଗୁଛନ୍ତି, ପ୍ରଭୁ ସେମାନଙ୍କର ସଙ୍ଗରେ ଆସି ମିଦିଓନୀୟ ଲୋକମାନଙ୍କୁ ପରାସ୍ତ କଲେ। ଗିଦିଓନ କଣ ହେଲେ? ବିଜୟ ହେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗିଦିଓନକୁ ବାଇବଲରେ ଏକ ଯୋଦ୍ଧା ଭାବରେ ବିବେଚନା କରାଯାଏ। ଏକ ସନ୍ଦେହପୂର୍ଣ୍ଣ ଲୋକ, ଅବିଶ୍ୱାସୀ ଲୋକ, ଅଳ୍ପ ଲୋକଙ୍କୁ ନେଇକି ପ୍ରଭୁ ଗୋଟିଏ କଥା କହିଦେଲେ, ତୁମେ ଭାଙ୍ଗିବ। ବିଜୟ ଷ୍ଟାର୍ଟ ହେଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ କୌଣସି ହାତରେ, ଯଦି ଆମମାନଙ୍କର ଏହି ପ୍ରକାର କଠିନ ବିଷୟ ଅଛି ଆପଣଙ୍କ ହାତରେ, ତାହାକୁ କଚାଡ଼ିକି ଭାଙ୍ଗି ଦିଅନ୍ତୁ। ଆପଣଙ୍କୁ ପ୍ରଭୁ ବିଜୟ ଦେବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଲାଇଫକୁ ଭିକ୍ଟ୍ରି ଦେବା ପାଇଁ ଚାହୁଁଛନ୍ତି, ଆପଣଙ୍କୁ ପ୍ରଭୁ ୱିନିଂ ଦେବା ପାଇଁ ଚାହୁଁଛନ୍ତି। ଆପଣ କେବେ ପରାଜୟ ବରଣ କରିପାରିବେ ନାହିଁ, ଆପଣ ସବୁବେଳେ ବିଜୟ। ସେଥିପାଇଁ ଆମମାନଙ୍କର ପ୍ରଭୁ କଣ ଅଟନ୍ତି? ବିଜୟ ପ୍ରଭୁ। ସେ କହିଲେ, ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି, ତାଡ଼ନା ଅଛି, କିନ୍ତୁ ଧୈର୍ଯ୍ୟ ଧର, ଆମେ ଜଗତକୁ ଜୟ କରିଅଛୁ। ଅନେକ ଲୋକ ସେଦିନ ବିଜୟ ହେଲେ। ଅନେକ ଲୋକ, ଏଷ୍ଟର ନିଜକୁ ଉପବାସ କରିକି ଭାଙ୍ଗିଲେ। ଏଷ୍ଟରଙ୍କ ଯୋଗୁଁ ତାଙ୍କର ବଂଶ ବିଜୟ ହେଲେ।
ନିହିମିଆଙ୍କ ଯୋଗୁ ତାଙ୍କର କାର୍ଯ୍ୟ ବିଜୟ ହେଇପାରିଲା। ସେଇ ନିହିମିଆ ପାଚିରି ତିଆରି କରିପାରିଲେ। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ନିଜକୁ ଭାଙ୍ଗିଦେଲେ ଆମ ପାଇଁ, ଆପଣଙ୍କ ପାଇଁ ମୋ ପାଇଁ ନିଜକୁ ଖଣ୍ଡ ବିଖଣ୍ଡ କରିଦେଲେ କାଲବରୀ କ୍ରୁଶ ଉପରେ। ଆଜି ଆପଣମାନେ ସେଇ ଯଦି ଚାହୁଁଛନ୍ତି ଆପଣ ସେଇ ମେଜର ନିକଟବର୍ତ୍ତୀ ହେଇପାରିବେ। ତାଙ୍କର ରକ୍ତ ତାଙ୍କର ଶରୀର ଆମମାନଙ୍କ ପାଇଁ ସେ ଖଣ୍ଡ ବିଖଣ୍ଡ କରିଦେଲେ। ପ୍ରଭୁ ତାଙ୍କୁ କଣ କଲେ? ବିଜୟ ଦେଲେ। ପିତା ପରମେଶ୍ୱର ତାଙ୍କୁ ବିଜୟ ଦେଲେ। ସେ ଖଣ୍ଡ ହେଇକି ରହିଲେ ନାହିଁ, ସେ ଏ ପ୍ରକାର ଅବସ୍ଥା ହେଇକି ରହିଲେ ନାହିଁ। ପ୍ରଭୁ ତାକୁ କଣ କଲେ? ବିଜୟ ଦେଲେ। ମୃତ୍ୟୁକୁ ବିଜୟ କରିକି ସେ ଉଠିଲେ। ଆପଣ ମଧ୍ୟ ଯଦି କୌଣସି ଭାବରେ ଆପଣଙ୍କର କ୍ଷେତ୍ରରେ ଆପଣଙ୍କର କୌଣସି ବିଷୟରେ ଯଦି ପରାଜୟ ବରଣ କରୁଛନ୍ତି, ଗିଦିଓନଙ୍କ ପରି ଆପଣ ଲୁଚିକି ଅଛନ୍ତି, ଗିଦିଓନଙ୍କ ପରି କୌଣସି ବିଷୟରେ ଆପଣ ଯଦି ସନ୍ଦେହରେ ଅଛନ୍ତି, ଗିଦିଓନଙ୍କ ପରି ଆପଣ ପରାଜୟ ବରଣ କରୁଛନ୍ତି, ୱାନ୍ସ ପ୍ରଭୁଙ୍କ ନିକଟରେ ଭାଙ୍ଗି ଦିଅନ୍ତୁ। ଗିଦିଓନକୁ କୁହାଗଲା କଳସ ଧରିଛ ଭାଙ୍ଗି ଦିଅ। ଯଦି ଆପଣଙ୍କ ହାତରେ ଯଦି କୌଣସି କଠିନ ବିଷୟ ଅଛି, ପ୍ରଭୁ କହୁଛନ୍ତି ସେଇଟା ତତେ ଭାଙ୍ଗିବାକୁ ପଡିବ। ଭାଙ୍ଗି ଦିଅ, ଆମେ ତୁମକୁ ବିଜୟ ଦେବା। କିଛି କାର୍ଯ୍ୟ କଲେ ନାହିଁ ସେମାନେ, କିଛି ନାହିଁ, ଅନଲି ସିମ୍ପଲ କାର୍ଯ୍ୟ, ଯାହା କଳସ ଧରିଥିଲେ କଚାଡିକି ଭାଙ୍ଗିଲେ। ତାପରେ ଯୁଦ୍ଧ ଷ୍ଟାର୍ଟ ହେଲା। ଗିଦିଓନୀୟ ଲୋକମାନେ 300 ଲୋକ ଯାଇଥିଲେ, ହଜାର ହଜାର ଲୋକଙ୍କୁ ପରାସ୍ତ କରିପାରିଲେ। ସଦାପ୍ରଭୁ ପରମେଶ୍ୱର ସେମାନଙ୍କର ସଙ୍ଗୀ ହେଇ ସେମାନଙ୍କୁ ଉଦ୍ଧାର କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଭାଙ୍ଗୁ ପ୍ରଭୁ ରିପାରିଂ କରିବେ। ଯଦି ପ୍ରଭୁ ଆମେ ଯଦି ଭାଙ୍ଗୁ ପ୍ରଭୁ ଆମକୁ କେରିଂ କରିବେ। ଯଦି ଆମେ ଭାଙ୍ଗୁ ପ୍ରଭୁ ଆମମାନଙ୍କର ଯତ୍ନ ନେବେ, ପ୍ରଭୁ ଆମମାନଙ୍କର ନିକଟବର୍ତ୍ତୀ ହେବେ। ଏବଂ ଯଦି ଆମେ ଭାଙ୍ଗୁ ପ୍ରଭୁ ଆମମାନଙ୍କ ପାଇଁ କାର୍ଯ୍ୟ କରିବେ, କିଛି କାର୍ଯ୍ୟ ଆମ ପାଇଁ କରିବେ। ଯଦି ଆମେ ଭାଙ୍ଗୁ ପ୍ରଭୁ ଆମମାନଙ୍କୁ ବିଜୟ ଦେବେ। ଖ୍ରୀଷ୍ଟିଆନ ଜୀବନ ବିଜୟର ଜୀବନ ଅଟେ। ଆପଣଙ୍କର କ୍ଷେତ୍ରରେ, ଆପଣଙ୍କର ସମାଜରେ, ଆପଣଙ୍କ ମଣ୍ଡଳୀ ବିଜୟ ଅଟେ, ଆପଣଙ୍କ ପରିବାର ବିଜୟ ଅଟେ। ଗିଦିଓନକୁ ପ୍ରଭୁ କହିଲା ପରେ ଆଜି ପ୍ରଭୁ କହୁଛନ୍ତି ଯଦି ଭାଙ୍ଗିବ ନିଶ୍ଚିତ ଭାବରେ ବିଜୟ ହବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଭାଙ୍ଗୁ ପ୍ରଭୁଙ୍କ ନିକଟରେ କାନ୍ଦୁ ପ୍ରଭୁ ବିଜୟ ଦେବେ। ପ୍ରଭୁ ଆପଣଙ୍କୁ ରିପାରିଂ କରିଦେବେ, ଆପଣଙ୍କୁ ପ୍ରଭୁ କେରିଂ କରିବେ, ଆପଣଙ୍କୁ ପ୍ରଭୁ ଆପଣଙ୍କ ପାଇଁ କାର୍ଯ୍ୟ କରିବେ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମକୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଚିନ୍ତା କରନ୍ତୁ, ମୁଁ କୋଉ ବିଷୟ ଭାଙ୍ଗି ପାରୁନାହିଁ, ପ୍ରଭୁଙ୍କୁ ଯେତେବେଳେ ଭାଙ୍ଗିକି ନଉ ଆମମାନଙ୍କର ଜୀବନ ସଫଳ ହେବ, ଆମ ପରିବାର ସଫଳ ହେବ, ଆମମାନଙ୍କର ମଣ୍ଡଳୀ ସଫଳ ହେବ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଧନ୍ୟବାଦ, ନମସ୍କାର।